ହରିଓମ। ଆଶା କରୁଛି ସମସ୍ତେ ଭଲରେ ଥିବେ ପିଲାମାନେ। ଆଜି ଆମେ ପ୍ରଥମ ଅଧ୍ୟାୟ ଭୂଗୋଳର ସମ୍ବଳ ପ୍ରଥମ ପାଠ ସମ୍ବଳ ଓ ତାର ବିକାଶ ବିଷୟରେ ଆଜି ଆମେ ଜାଣିବା। ପାଠ ନାଁ ହେଉଛି ସମ୍ବଳ ଓ ତାର ବିକାଶ। ନା ସମ୍ବଳ କ'ଣ, ସମ୍ବଳ କାହାକୁ କୁହାଯାଏ ଆଉ ତାର ବିକାଶ କିପରି ହେଇପାରିବ, ଆଜି ଆମେ ଏହି ବିଷୟରେ ଜାଣିବା। ଆପଣ ମୋତେ କହିବେ ସର୍ବପ୍ରଥମେ ଆମେ ପାଠଟିକୁ ଯିବା ପୂର୍ବରୁ ପ୍ରଥମେ ସମ୍ବଳ କାହାକୁ କୁହାହେବା, ସମ୍ବଳ କ'ଣ, କେତେବେଳେ ସମ୍ବଳରେ ପରିଣତ ହୁଏ ଗୋଟେ ପଦାର୍ଥ ବା ଗୋଟେ ଜୀବ ବା ଗୋଟେ ନିର୍ଜୀବ ବା ବସ୍ତୁ ଯାହା ବି ହଉ, ବୁଝିଲେ ନା। ତେଣୁ କେତେବେଳେ ସମ୍ବଳରେ ଗୋଟେ ପରିଣତ ହେବ, ସମ୍ବଳ କହିଲେ କ'ଣ ବୁଝ। ଫାଷ୍ଟ କଥା ଆମେ ଦେଖିବା ସମ୍ବଳ କହିଲେ କ'ଣ ବୁଝ। ଆପଣ ଦେଖୁଥିବେ ପିଲାମାନେ, ଆମ ଯୋଉଟାକି ଆମେ ସମ୍ବଳ କହୁ, ଆମେ ହଠାତ୍ ୱାର୍ଡଟାକୁ ଆମେ ବେଳେବେଳେ ବୁଝିପାରୁନା, କିନ୍ତୁ ବହୁତ ସହଜ ୱାର୍ଡଟା। କାହିଁକି? ଯେହେତୁ ଦେଖ ଆମର ଚତୁଃପାର୍ଶ୍ୱରେ ଆମର ସମ୍ବଳ କ'ଣ କରିଛି, ଘେରି ରହିଛି। ଆପଣ ଦେଖିବେ, ଆପଣଙ୍କ ଘର କଥା ଯଦି ଆମେ ଯିବା, ଆମ ଘର କଥା ଆଲୋଚନା କରିବା, ଯଦି ଆମେ ସମ୍ବଳ ବିଷୟରେ ଜାଣିପାରିବା ନା କ'ଣ। ବର୍ତ୍ତମାନ ମୋତେ କୁହ ଯେ ମୁଁ ଯୋଉ ଫୋନରେ ରେକର୍ଡିଂ କରୁଛି ବର୍ତ୍ତମାନ, ସେ ଫୋନଟା ଗୋଟେ କ'ଣ ସମ୍ବଳ ନା ନାହିଁ? ସମ୍ବଳ ନା। ତେଣୁ ଆଉ ଗୋଟେ କଥା, ଯଦି ଆମେ ଫ୍ୟାନ୍ ଯଦି ଦେଖିବା, ପଙ୍ଖା ଯଦି ଆମେ ଦେଖିବା, ପଙ୍ଖାଟା ବି ଗୋଟେ ସମ୍ବଳରେ ଯାଉଛି ନା ନାହିଁ? ଆମେ ଯଦି ଦେଖିବା ଆମର ମୋଟର ସାଇକେଲ ହଉ ଅବା ଆମ ଘରର ଯେକୌଣସି ଆବାସ ପତ୍ର ଯାହା ବି ଆମେ ବ୍ୟବହାର କରୁ, ଯେକୌଣସି ଜିନିଷ, ଆପଣ ଯେକୌଣସି ଜିନିଷ କହିବେ, ଘରର ପ୍ରତ୍ୟେକ ବସ୍ତୁ, ପ୍ରତ୍ୟେକ କ'ଣ ପଦାର୍ଥ ଆମର ଗୋଟେ ଗୋଟେ ସମ୍ବଳରେ ଅନ୍ତର୍ଭୁକ୍ତ ଅଟେ। ବୁଝିପାରିଲେ ନା? ତ ଆମେ କହିବା ସାର୍ କେମିତି ଆମେ ସମ୍ବଳ ବୋଲିକି ଜାଣିବୁ ଏଇଟା ସମ୍ବଳ କି ନାହିଁ, ହଁ ନା ନାହିଁ? ଆମେ କେତେବେଳେ ତାକୁ ସମ୍ବଳରେ ଅନ୍ତର୍ଭୁକ୍ତ କରିବୁ ସାର୍? ବୁଝିପାରିଲେ ନାହିଁ? କେତେବେଳେ ଗୋଟେ ବସ୍ତୁ ବା ପଦାର୍ଥ ବା ଜୀବ ଅବା ଉଦ୍ଭିଦ ତ ସହିତ ଅନ୍ୟାନ୍ୟ ଯାହା ଯାହା ଅଛି, ଆମେ କେତେବେଳେ ଜାଣିବୁ ଯେ ଗୋଟେ ପଦାର୍ଥଟା ସମ୍ବଳ ବୋଲିକି? ଏ ତ ବହୁତ ଗୁଡ଼ିଏ ପ୍ରଶ୍ନ ଅଛି ନା ନାହିଁ? ତ ଆମେ ପୁଙ୍ଖାନୁପୁଙ୍ଖାନ ଆଲୋଚନା କରିବା। ବର୍ତ୍ତମାନ ସମ୍ବଳ ଯୋଉ କହିଲେ, ମୁଁ କହିଲି ସମ୍ବଳ କହିଲେ କ'ଣ ବୁଝ। ଆପଣ ମନେ ରଖନ୍ତୁ, ସମ୍ବଳ ପ୍ରତ୍ୟେକ, ମୁଁ ଯୋଉ ପେନ୍ରେ ଲେଖୁଛି ନା ବାବୁ, ସେ ପେନ୍ଟା ବି ଗୋଟେ ସମ୍ବଳର ଅନ୍ତର୍ଭୁକ୍ତ। ଅର୍ଥାତ୍ ଆମ ଦୈନନ୍ଦିନ ଜୀବନରେ ଆମର ଯାହା ଯାହା ପଦାର୍ଥ, ଯେଉଁ ପଦାର୍ଥଟି, ଯେଉଁ ବସ୍ତୁଟି, ଯେଉଁ ଦ୍ରବ୍ୟଟି ଆମର ଆବଶ୍ୟକତା ହୋଇଥାଏ, ତାକୁ ଆମେ ସମ୍ବଳ ବୋଲି କହୁ, ଆଉ ତା ସମ୍ବଳରେ ଅନ୍ତର୍ଭୁକ୍ତ ହୋଇଥାଏ। ବୁଝିପାରିଲେ? ସମ୍ବଳ କହିଲେ କ'ଣ ବୁଝ। ଅର୍ଥାତ୍ ସମ୍ବଳ କହିଲେ ଆମେ ଯଦି ପୁରା ଡେଫିନେସନ୍ କଥା, ସଂଜ୍ଞା କଥା ଯଦି ଆମେ କହିବା, ଆମର ପୃଥିବୀ ପୃଷ୍ଠରେ ହଉ କି ପୃଥିବୀ ଭିତରେ ହଉ ଅବା ପୃଷ୍ଠରେ ହଉ, ଯାହା ଯାହା ଦ୍ରବ୍ୟ ଅଛି, ଯେକୌଣସି ଦ୍ରବ୍ୟ ବା ଯେକୌଣସି ଜୀବ ହଉ, ବସ୍ତୁ ହଉ, ଯାହା ବି ହଉ, ସେ ଯଦି ଆମର ଆବଶ୍ୟକତାରେ ଆସିଲା, ତାହେଲେ ଆମେ ତାକୁ ସମ୍ବଳ ବୋଲି କହିବା। ବୁଝିପାରିଲେ ନା? ସମ୍ବଳ କେତେବେଳେ ପରିଣତ ହୁଏ, କେତେବେଳେ ଆମେ ସମ୍ବଳ କହିବା, ବୁଝିପାରିଲେ ନା? ଆପଣ ଦେଖିଥିବେ ସମ୍ବଳ କେତେବେଳେ ଆମର ଆମେ ଅନୁଭବ କରୁ ଯେ ସେ ସମ୍ବଳଟା ଆମର ଦରକାରୀ, ଅର୍ଥ କେତେବେଳେ ଆମର ସମ୍ବଳରେ ଆମେ ତାକୁ ନଉ, ଯେତେବେଳେ ଆମର ସାମାଜିକ ଆବଶ୍ୟକତାକୁ ପୂରଣ କରେ। ଆପଣ ଦେଖିଥିବେ ସାମାଜିକ ଆବଶ୍ୟକତା କ'ଣ? ଆମେ ଆମ ଦୈନନ୍ଦିନ ଜୀବନରେ, ଆମର ଯୋଉ ଦୈନନ୍ଦିନ ଜୀବନ ରହିଛି, ସେଇ ଜୀବନ କାଳ ମଧ୍ୟରେ ଯୋଉ ଯୋଉ ଦ୍ରବ୍ୟ, ଯୋଉ ବସ୍ତୁ, ଯୋଉ କ'ଣ ପଦାର୍ଥ ଗୁଡ଼ିକ ଆମର ଆବଶ୍ୟକତାକୁ ପୂରଣ କଲା, ପ୍ରତ୍ୟେକ ଦିନର କାର୍ଯ୍ୟ କ'ଣ ଦିବସରେ ଯୋଉ ସବୁ ପଦାର୍ଥ ଗୁଡ଼ିକ କ'ଣ କଲା, ଆମ ଜୀବନର ପ୍ରଥମଠୁ ଆମେ ଆମ ଜୀବନର ଦୈନନ୍ଦିନ ଜୀବନ କହିଲେ ପ୍ରତ୍ୟେକ ଦିନର ଦିନଚର୍ଯ୍ୟା ଯୋଉ ରହିଛି, ଯାହା ଯାହା ଆମର ଆବଶ୍ୟକତା ହେଲା, ଯୋଉ ଆମର ସମାଜରେ ଆମେ ରହୁ,
ସେ ସାମାଜିକ ଚାଲିଚଳନି ଭିତରେ ସମାଜର ଭଲ ମନ୍ଦ ଯାହା ବି ଆମେ କରୁ ଏଇ ସମୟ ଭିତରେ ଯାହା ଯାହା କ'ଣ ଆମର ଦରକାରରେ ଆସିଲା ତାକୁ ଯଦି ଆମର ସାମାଜିକ କାର୍ଯ୍ୟକଳାପକୁ ଯଦି ବା ସାମାଜିକ କ୍ରିୟାକଳାପ ଯୋଉ ଆମେ କରୁ ସମାଜ ରହୁଛୁ ପ୍ରତ୍ୟେକ କ୍ଷେତ୍ରରେ ଆମେ ଗାଧେଇ ଯାଉଛୁ ଅବା କି କ'ଣ ଆମେ ସ୍କୁଲକୁ ଯାଉଛୁ ଅବା କ'ଣ ଆମେ କୌଣସି କାର୍ଯ୍ୟକ୍ରମକୁ ଯାଉଛୁ ଅବା କାମ କରୁଛୁ। ଏବେ ଆମେ ଧନ୍ୟ ଫର ଏକ୍ସାମ୍ପଲ ଆମେ ସ୍କୁଲକୁ ଯାଉ, ସ୍କୁଲ ଯଦି ଆମେ ଯାଉଛୁ ଆମର ଆବଶ୍ୟକତା କ'ଣ ସାମାଜିକ ପରିପୂରଣ କେମିତି ହେଲା ଯେ ଆମେ ସାଇକେଲରେ ଯିବା କି ମୋଟର ସାଇକେଲରେ ଯିବା, ହଁ ନା ନାଇଁ, କି ଅଟୋରେ ଯିବା, ଅଟୋଟା ମଧ୍ୟ ଆମର ଗୋଟେ ସମ୍ବଳରେ ଯିବ ନା ନାଇଁ, କାହିଁକିନା ଆମ ସାମାଜିକ କ'ଣ କଲା ସାମାଜିକ ଚଳିଚଳ ବା ଦୈନନ୍ଦିନ ଜୀବନର ଯୋଉ ସାମାଜିକ ପରିବେଶ ରହିଛି ସେଠିରେ କ'ଣ କଲା ଆମକୁ ପୂରଣ କଲା ତାର ଆମର ଆବଶ୍ୟକତାକୁ ସେ ପୂରଣ କଲା। ଅଟୋ ଆମକୁ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଲା, ସେ ବି ଗୋଟେ ଆମର ଆବଶ୍ୟକତାରେ ଆସିଲା, ତେଣୁ ଆମେ ସମ୍ବଳ ତାକୁ ବି କହିପାରିବା। ବୁଝିପାରିଲେ? ତେଣୁ ସାମାଜିକ ଆବଶ୍ୟକତା ଯାହା ଯାହା ଆମର ପ୍ରାଥମିକ ଆବଶ୍ୟକତା ଖାଦ୍ୟ ହଉ ବସ୍ତ୍ର ହଉ ଯାହା ବହୁତ ଗୁଡ଼ିଏ ରହିଛି, ଯଦି ଆମେ ତାକୁ ବ୍ୟାଖ୍ୟା କରିବା ବହୁତ ସମୟ ଏଇ ସମ୍ବଳରେ ହିଁ ସବୁ ଯାକ ସମୟ ପଳେଇବ। ତେଣୁ ଆମେ ଡିସ୍କସନ୍ ଟିକେ କରିଦେବା ହେଲା, କିଛି କିଛି କରିବା। ତେଣୁ ଏଇଭଳି ଭାବରେ କ'ଣ ହେଇଥାଏ ନା ସାମାଜିକ ଆବଶ୍ୟକତାକୁ ଆମର ଆମ ଦୈନନ୍ଦିନ ଜୀବନର ଯୋଉ ଗୁଡ଼ାକ ପୂରଣ କରେ, ଯୋଉ ପଦାର୍ଥ ପୂରଣ କରେ, ଯୋଉ ଜୀବ ପୂରଣ କରେ, ଯୋଉ ଅଜୈବିକ ପଦାର୍ଥ ପୂରଣ କରେ, ଯୋଉ ବସ୍ତୁ ପୂରଣ କରେ, ଯିଏ ବି ପୂରଣ କରେ, ଯୋଉ ଉଦ୍ଭିଦ ଆମର ପୂରଣ କରେ, ଯୋଉ ଗଛ ଆମର ଉଦ୍ଭିଦ ବା କ'ଣ ଯେକୌଣସି ଦ୍ରବ୍ୟ ବା ଯେକୌଣସି ପୃଥିବୀ ପୃଷ୍ଠରେ ମୁଁ କହିଲି ନା ପୃଥିବୀ ପୃଷ୍ଠରେ ଅବା ଭିତରେ ଯାହା ବି ଯିଏ ବି କ'ଣ କରେ ଯୋଉ ଦ୍ରବ୍ୟଟି ଆସିଲା ବା ଯୋଉ ଜିନିଷଟି ଆମର ଆମର ଆବଶ୍ୟକତାରେ ଆସିଲା ତାକୁ ତ ସମ୍ବଳ କୁହାଯାଏ। ଆଉ ବୁଝିପାରିଲେ ନା ନାଇଁ? ତେଣୁ ସାମାଜିକ ଆବଶ୍ୟକତାକୁ ପୂରଣ କରିବାର ଉପଯୋଗୀ ନା ଆମେ ଯୋଉ କ'ଣ ନା ସାମାଜିକ ଆବଶ୍ୟକତା ପୂରଣ କରିବାର ଉପଯୋଗୀ କ'ଣ ନା ଆମେ ଯୋଉ ସମାଜରେ ରହୁଛୁ ସେ ସାମାଜିକ ଚାଲିଚଳନି ଭିତରେ ଯୋଉ ଦ୍ରବ୍ୟଟା ଆମର ଉପଯୋଗୀ ହେବା ଦରକାର, କାର୍ଯ୍ୟକ୍ରମ ବା କାର୍ଯ୍ୟକ୍ଷମ ହେବା ଦରକାର ବା ଆମର ବ୍ୟବହାରରେ ଯୋଗ୍ୟ ବିବେଚିତ ହେଇଥିବା ଦରକାର ବା ହେବା ଆବଶ୍ୟକ ଓ ମୂଲ୍ୟବାନ ବିବେଚନା ହେଉଥିବା ଦରକାର। ଆପଣ ସ୍ୱାଭାବିକ ଆପଣ ପ୍ରତ୍ୟେକ ଦ୍ରବ୍ୟ ଯୋଉଟା ଆମର ଆବଶ୍ୟକତା ପଡ଼ିଲେ ତାର ମୂଲ୍ୟ ଅଛି ନା ନାଇଁ? ଆପଣ ଯେକୌଣସି କିଣନ୍ତୁ, ପେନ୍ କିଣନ୍ତୁ କି ଟେବୁଲ କିଣନ୍ତୁ କି ବହି କିଣନ୍ତୁ, ଆପଣ ଯେକୌଣସି ଆପଣଙ୍କୁ ଆବଶ୍ୟକତା ଯାହା ହେଲା ତାର ପରିମାଣ ବା ଯୋଉଟାକି ଆମେ ତାର ସେ ଦ୍ରବ୍ୟର ମୂଲ୍ୟ ରହିଛି। ଆପଣ ପ୍ରତ୍ୟେକ ଦ୍ରବ୍ୟର ମୂଲ୍ୟ ରହିଛି କିଛି ନା କିଛି। ତ ମୂଲ୍ୟବାନ ବିବେଚିତ କେତେବେଳେ ହୁଏ ଯେତେବେଳେ ସେ କ'ଣ ବ୍ୟବହାର ଯୋଗ୍ୟ ହୋଇଥାଏ। ଯେତେବେଳେ ଗୋଟେ ସମ୍ବଳଟି ଗୋଟେ ପଦାର୍ଥଟି ଗୋଟେ ଦ୍ରବ୍ୟଟି ଗୋଟେ ବସ୍ତୁଟି ବା କ'ଣ ଗୋଟେ ଜୀବଟି ହଉ କି କୌଣସି ପଶୁ ପକ୍ଷୀ ବା ଉଦ୍ଭିଦ ଗଛ ହଉ ଯଦି ସେ ଆମର ଆବଶ୍ୟକତା ପୂରଣ ହେଇଗଲା, ଆବଶ୍ୟକତାକୁ ସେ କ'ଣ କଲା ପୂରଣ କରିଦେଲା, ସେ ମୂଲ୍ୟବାନ କ'ଣ ହେଲା ବିବେଚିତ ହେଇପାରିଲା। ବୁଝିପାରିଲେ ନା ନାଇଁ? ତେଣୁ ମୂଲ୍ୟବାନ ବିବେଚିତ ହେଉଥିବା ପରିବେଶର ବିଭିନ୍ନ ପଦାର୍ଥ, ବୁଝିପାରିଲେ ନା ନାଇଁ? ଏବଂ ପ୍ରୌଦ୍ୟୋଗିକ ଦୃଷ୍ଟିକୋଣରୁ ଯଦି ଆମେ ସୁଗମ୍ୟ ହେଇଥିବ, ଆପଣ ଦେଖିଥିବେ ଗୋଟେ ଦ୍ରବ୍ୟ ବା ଗୋଟେ ବସ୍ତୁ ଥିବ ଆପଣ ସୁଗମ୍ୟ ମାନେ କ'ଣ ସୁରାସ୍ତା ବା ଆପଣ ଯାଇକି ତାର ବ୍ୟବହାର ଯୋଗ୍ୟ କରିପାରୁଥିବାକୁ ପଡ଼ିବ। ଆପଣ ସୁଗମ୍ୟ ନଥିବ ଆପଣ ଯାଇପାରୁନଥିବେ ତାର ବ୍ୟବହାର କରିପାରୁନଥିବେ, ତାକୁ ସମ୍ବଳ ଆମେ କହିପାରିବା ନାହିଁ କାହିଁକିନା ତାର ବ୍ୟବହାର ହଉନାହିଁ। ତେଣୁ ଗୋଟେ ସମ୍ବଳ ମୂଲ୍ୟବାନ ବିବେଚିତ ହେବାକୁ ହେଲେ, ବ୍ୟବହାର ଯୋଗ୍ୟ ହେବାକୁ ହେଲେ ଯଦି ସୁଗମ୍ୟ ଥିବ, ସେ ରାସ୍ତା ଯଦି ଦିଗ ଯଦି ସୁଗମ୍ୟ ହୋଇପାରିବ, ବ୍ୟବସ୍ଥିତ ହେଇପାରିବ, ତାହେଲେ ଆମେ ତାର ସେଇ ସମ୍ବଳର କ'ଣ କରିବା ବ୍ୟବହାର କରିପାରିବା। ବୁଝିପାରିଲେ? ସୁଗମ୍ୟ ହେବା ଦରକାର ଯୋଉ ସମ୍ବଳଟି ଥିବ ଯୋଉଠି ବି, ପ୍ରାକୃତିକ କ୍ଷେତ୍ରରେ ହଉ ମନୁଷ୍ୟ କ୍ଷେତ୍ରରେ ହଉ ବା କୌଣସି କ୍ଷେତ୍ରରେ ହଉ। ତେଣୁ ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ସମ୍ଭବ ହେଇଥିବା ଦରକାର। ଆପଣ ଗୋଟେ ଅଛି ଆପଣ ତାକୁ ଆର୍ଥିକ ସମ୍ବଳର ଯଦି ଆପଣ ଦେଖିବେ ତାକୁ କ'ଣ କରିବେ ସେ ସମ୍ବଳଟାକୁ ଆପଣ ଯୋଗ୍ୟ ସମ୍ବଳ କରିବାକୁ ହେଲେ ଆପଣଙ୍କ ପାଖରେ ସେ ଯୋଉ ଆର୍ଥିକ କ'ଣ ଦୃଷ୍ଟିକୋଣରୁ ସମ୍ଭବ ହେବା ଦରକାର। ଯଦି ସମ୍ଭବ ହେଇପାରିଲାନି ତାକୁ ଆମେ ସମ୍ବଳ କହିବାନି। ଯଦି ଆର୍ଥିକ ଦୃଷ୍ଟିକୋଣରୁ ଯଦି ସମ୍ଭବ ହେଇପାରିବ ତାହେଲେ ଆମେ ତାକୁ କ'ଣ ଆର୍ଥିକ ସମ୍ବଳ କହିପାରିବା ବା ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ଭବ ବୋଲି କହିପାରିବା ବୋଲେ ତାକୁ ଆମେ ସମ୍ବଳ କହିପାରିବା। ସାଂସ୍କୃତିକ ଦୃଷ୍ଟିକୋଣରୁ ଆପଣ ଯଦି କହିବେ ସାଂସ୍କୃତିକ କ'ଣ ସାର୍ ନା ଆପଣ ସାଂସ୍କୃତିକ ଯଦି ଆପଣ କଥା ଯଦି ଆଲୋଚନା କରିବେ, ବୁଝିପାରିଲେ ନା ନା ମନୁଷ୍ୟ ସାଂସ୍କୃତିକ ଅର୍ଥନୈତିକ ଅନୁଷ୍ଠାନ ଯୋଉଟାକି ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାଣିଜ୍ୟ
ଅର୍ଥ ଲଗାଣ ଏଭଳି ସଂସାର ସାମାଜିକ ରାଜନୈତିକ ଦୃଷ୍ଟିକୋଣରେ ଯଦି ଆପଣ ଦେଖିବେ ପ୍ରତ୍ୟେକ କ୍ଷେତ୍ରରେ ସେ ବାଣିଜ୍ୟ କ୍ଷେତ୍ରରେ ହଉ, ଗମନାଗମନ କ୍ଷେତ୍ରରେ ହଉ, ସ୍ୱାସ୍ଥ୍ୟ କ୍ଷେତ୍ରରେ ହଉ, ସାମାଜିକ ଚାଲିଚଳନ କ୍ଷେତ୍ରରେ ହଉ, ରାଜନୈତିକ କ୍ଷେତ୍ରରେ ହଉ, ଯଦି ସେ କ'ଣ କରେ ବ୍ୟବହାର ହେଇପାରିଲା ସେ ପଦାର୍ଥ ବା ଜୀବ ବା ବସ୍ତୁ, ବୁଝିପାରିଲେ, ଜୈବିକ ଅଜୈବିକ ବସ୍ତୁ ଯାହା ବି ବ୍ୟବହାର ଯଦି ହେଇପାରିଲା କୌଣସି ପଦାର୍ଥ, ତାହେଲେ ତାକୁ ଆମେ ସମ୍ବଳ କହିବା। ବୁଝିପାରିଲେ? ସମ୍ବଳ କାହାକୁ କହିବା? ସିଧା କଥା, ଯେଉଁ ପଦାର୍ଥ, ଯେଉଁ ଦ୍ରବ୍ୟ, ଯେଉଁ ବସ୍ତୁ, ଯେଉଁ ଉଦ୍ଭିଦ, ଯେଉଁ ଜୀବ, ଯେଉଁ ନିର୍ଜୀବ ବସ୍ତୁ ଆମର ଆବଶ୍ୟକତାରେ ପରିଣତ ହେଲା ବା ଆବଶ୍ୟକତାରେ ଆସିଲା ଆଉ ବ୍ୟବହାର ଯୋଗ୍ୟ ହେଇପାରିଲା। ଆମର ଆବଶ୍ୟକତା ଅଛି ମାନେ ବ୍ୟବହାର ଯୋଗ୍ୟ ହେଇପାରିବ, ସ୍ୱାଭାବିକ। ତେଣୁ ଆବଶ୍ୟକତା ହେଲା ଆଉ ତା ବ୍ୟବହାର ଯୋଗ୍ୟ ହେଇ ତାର ମୂଲ୍ୟ ଯଦି କ'ଣ କଲା, ମୁଁ ଯେମିତି କହୁଥିଲି ମୂଲ୍ୟବାନ ବିବେଚିତ ହେବ। ମୂଲ୍ୟବାନ ବିବେଚିତ, ଆପଣ ଯେତେବେଳେ ବ୍ୟବହାର ଯୋଗ୍ୟ ହେଇପାରିବ ତାର ମୂଲ୍ୟ ବିବେଚିତ ପଳେଇ ଆସିଲା। ଆପଣ ଗୋଟେ ବସ୍ତୁଟା ଆପଣ ରାସ୍ତାରେ ପଡ଼ିଛି ଗୋଟେ ଦ୍ରବ୍ୟ ବା ଗୋଟେ ପ୍ଲାଷ୍ଟିକ ଯେକୌଣସି ଜିନିଷ ପଡ଼ିଛି ବା ଗଛଟି ଗୋଟେ ଆପଣଙ୍କର ମନେକର ଧନ୍ୟ ଗୋଟେ ଗଛଟି ଗୋଟେ ପଡ଼ିଆରେ ଅଛି, ଆପଣ ଦେଖିଲେ ମଲ୍ଲି ଫୁଲ ଗଛଟା କି କୌଣସି ମୂଲ୍ୟବାନ ଗଛଟା ବା ଦରକାରରେ ଆମର ଆସିବ, ଅବା ଟଗର ଗଛ ହଉ କି ମନ୍ଦାର ଗଛ ହଉ, ଯାହା ବି ହଉ, ଗୋଲାପ ହଉ କି ଯାହା ବି ହଉ, ଆପଣ ପଡ଼ିଆରେ ପଡ଼ିଛି, ଗଛଟି କ'ଣ ହେଲା ରହିଛି, ତାକୁ କ'ଣ କଲେ ଆପଣ ଘରକୁ ଆଣିଲେ, ତାକୁ ପାଣି ଦେଲେ, ବିଭିନ୍ନ ପ୍ରକାର ଯତ୍ନ ନେଲେ, ଆଉ ତାକୁ କ'ଣ କଲେ ଛୋଟରୁ ବଡ଼ କଲେ, ଆଉ ତାକୁ କ'ଣ କଲେ ତାର ଫୁଲ ବା ଯାହା ଫୁଟିଲା, ଫୁଲ କି ଫଳ ଯାହା ବି ହେଲା, ଆପଣ ତାକୁ କାର୍ଯ୍ୟରେ ଲଗେଇଲେ, ମୁଣ୍ଡରେ ଖୋସାରେ ଲଗେଇଲେ, ଏଗୁଡ଼ା ଖୋସା କରିକି, ତ ସେଇଟା କ'ଣ ହେଲା, ଆପଣ ସେ ଗଛଟା ଥିଲା ଯୋଉଠି ସେତେବେଳେ ସମ୍ବଳରେ ପରିଣତ ହେଇନଥିଲା, କାହିଁକି ତାର ବ୍ୟବହାର ହେଇନଥିଲା। ଯେତେବେଳେ ତାକୁ ଆଣିଲେ, ତାକୁ କ'ଣ କଲେ ସମସ୍ତ ଯତ୍ନ ନେଇକି ଯେତେବେଳେ ସିଏ କ'ଣ କଲା ଆପଣଙ୍କୁ କିଛି ତା ପ୍ରତିବଦଳ କିଛି ଦେଲା, ଫୁଲ ଆକାରରେ ହଉ ଫଳ ଆକାରରେ, ଆପଣ ତାକୁ ଯୋଉ ବ୍ୟବହାର କଲେ ତ ସେଇଟା ବ୍ୟବହାର ହେଇଗଲା। ବ୍ୟବହାର ହେଲା ନା ନାହିଁ? ଯଦି ବ୍ୟବହାର ହେଇଗଲା ତାର ମୂଲ୍ୟ ପଳେଇ ଆସିଲା। ଆପଣ ପ୍ରତ୍ୟେକ ଜିନିଷ, ମୁଁ ଏବେ ପେନ୍ରେ ଲେଖୁଛି, ତ ପେନ୍ଟା ଯେତେବେଳେ ମୁଁ ମୋର ଆବଶ୍ୟକତା ହେଲା, ମୁଁ ଲେଖିବାର ଆବଶ୍ୟକତା ରହିଛି, ତ ମୁଁ ଏଟାକୁ କ'ଣ କରିବି, ବଜାରକୁ ଯିବି କିଣିବି, ଆର ମୂଲ୍ୟ ଅଛି ନା ନାହିଁ? ତ ସେତେବେଳେ ଯେତେବେଳେ ବ୍ୟବହାରରେ ଆସିଯାଏ ସେତେବେଳେ ତାର ମୂଲ୍ୟର ପରିମାଣ ବଢ଼ିଯାଏ, ଅବା କମ୍ ହଉ କି ଅଧିକ ହଉ, ସେଟା ବ୍ୟବହାର ଉପରେ ରହିଲା। ବୁଝିପାରିଲେ ନା ନାହିଁ? ତେଣୁ ଏଇଭଳି ଭାବରେ ଆମେ ତାକୁ ସମ୍ବଳ କହିପାରିବା। ଆଉ ଆପଣ ଯଦି ସମ୍ବଳ କାହାକୁ କହିବେ, ଆପଣଙ୍କ ଘରକୁ ଯଦି ଆପଣ ପ୍ରଥମ ଉଦାହରଣ ନିଅନ୍ତୁ ନା, କାରଣ ପ୍ରତ୍ୟେକ ଘରର ପ୍ରତ୍ୟେକ ଦ୍ରବ୍ୟ ଆପଣ ଗୋଟେ ଗୋଟେ ସମ୍ବଳ। ଆପଣ ଟିଭି ଗୋଟେ ସମ୍ବଳ, ପ୍ୟାନ୍ ଗୋଟେ ସମ୍ବଳ, ଆପଣ ବେଶ ପୋଷାକ ଯେଉଁ ପିନ୍ଧୁଛନ୍ତି ସେଇଟା ସମ୍ବଳ। ଆପଣ ବ୍ୟବହାରରେ ଆସିଲା ନାହିଁ, ମୁଁ କହିଛି ନା ଆଗରୁ, ଯେଉଁଟା ବ୍ୟବହାର ଯୋଗ୍ୟ ସେ ସମ୍ବଳରେ ପରିଣତ ହେବ, ତାର ମୂଲ୍ୟ ରହିବ। ହଁ, ତେଣୁ ଆପଣଙ୍କର ଘରର ଆପଣ ଘର ଯେଉଁ କାନ୍ଥ ଇଟାରେ ଆପଣ ଟେକି ନାହାନ୍ତି କି, ଛାତ ଯେଉଁ ସିମେଣ୍ଟ ପକେଇଛନ୍ତି, ଯେଉଁ ଗୋଡ଼ି ପକେଇଛନ୍ତି, ହଁ ନା, ଆପଣ ଯେଉଁ ମୋଟର ଅଛି ବା ଆପଣଙ୍କର ବିଭିନ୍ନ ପ୍ରକାର ଆବାସ ପତ୍ର ଯୋଉଟା କି ଇଲେକ୍ଟ୍ରିକାଲ ହଉ, ହେଲା, ଯାହା ବି ଆପଣଙ୍କର ଅଛି ସେସବୁ ଗୋଟିଏ ଗୋଟିଏ ସମ୍ବଳ। କାହିଁକି ନା ସେଟା ଆପଣ ଦରକାର ଆସିଲା, ଯୋଉଟା ଦରକାର ଆସିଲା ଆପଣ ତାକୁ ସମ୍ବଳ କହିବେ, ସମ୍ବଳ ବିବେଚିତ ହେବ। ବୁଝିପାରିଲେ ନା ନାହିଁ? ବୁଝିପାରିଲେ? ତ ଏଟା ହେଉଛି ସମ୍ବଳ। ବୁଝିପାରିଲେ ନା ନାହିଁ? ସମ୍ବଳ କାହାକୁ କୁହାଯାଏ? ବୁଝିପାରିଲେ? ତ କେତେବେଳେ ଯେଉଁ ଗୋଟିଏ ବସ୍ତୁ, ପଦାର୍ଥ, ଜୀବ ବା ଉଦ୍ଭିଦ ତତ୍ ସହିତ ଅନ୍ୟାନ୍ୟ କେତେବେଳେ ସମ୍ବଳରେ ପରିଣତ ହେବ, ଯେତେବେଳେ ଆପଣ ଆବଶ୍ୟକତାରେ ପଳେଇ ଆସିଲା ସେତେବେଳେ ସେ ସମ୍ବଳରେ ପରିଣତ ହେଇପାରିବ। ବୁଝିପାରିଲେ ନା ନାହିଁ? ତ ଏଇଭଳି ଭାବରେ ଆପଣ ଯଦି ଦେଖିବେ, ହେଲେ ଆପଣ ଆଉ ଗୋଟେ କଥା, ଏଟା ତ ସମ୍ବଳ ଗଲା, ଆପଣଙ୍କର ମାନବ ସମ୍ବଳ ଅଛି। ଆପଣଙ୍କୁ ମୁଁ ଆଲୋଚନା କରୁଥିଲି ଯେ ମାନବ ସମ୍ବଳ କ'ଣ, ଆପଣ ମାନବକୁ କାହିଁକି ସମ୍ବଳ କୁହାଗଲା? ତ ମୁଁ ଆଗରୁ ତ ସାର୍ ଆପଣ କହିଛନ୍ତି ଜୀବ ମାନେ ସମସ୍ତ ଜୀବ ଗୋଟେ ଗୋଟେ ସମ୍ବଳ, ସମସ୍ତ ବସ୍ତୁ ସମ୍ବଳ, ହଁ, ନିର୍ଜୀବ ସମ୍ବଳ, ଜୀବ ସମ୍ବଳ, ପୃଥିବୀ ଧରାପୃଷ୍ଠରେ ଯାହା ଯାହା ଅଛି ଯୋଉଟା ଆମର ଆବଶ୍ୟକତାରେ ଆସିଲା ସେକୁ ସମ୍ବଳ କହିଛନ୍ତି। ତ ମନୁଷ୍ୟ ସ୍ୱାଭାବିକ ସେ ଜଣେ ଜୀବ ଆଉ ସେ ସମ୍ବଳ ନା, ଆପଣ ସମ୍ବଳ ଠିକ ଅଛି ସମ୍ବଳ,
କିନ୍ତୁ ଏଠି ମାନବକୁ ଗୋଟେ ସମ୍ବଳ ସ୍ୱତନ୍ତ୍ର ଗୋଟେ ସ୍ଥାନ ଦିଆଗଲା, ଯେ ମାନବ ସମ୍ବଳ ଗୋଟେ ନାମକରଣ କରାଗଲା। କାହିଁକି? କାହିଁକି ନା ଯେହେତୁ ମାନବ ସମ୍ବଳ ଏଇଥିପାଇଁ କୁହାଗଲା ଯେ ଧରା ପୃଷ୍ଠ ବା ପୃଥିବୀ ପୃଷ୍ଠରେ ଅବା ଆଭ୍ୟନ୍ତର ବା ଭିତରେ ଅବା ବାହାରେ ପୃଷ୍ଠରେ ଯେଉଁ ଯେଉଁ ପଦାର୍ଥ ଅଛି ବା ପାରିପାର୍ଶ୍ୱିକ ପରିବେଶରେ ଯେଉଁ ସବୁ ପଦାର୍ଥ ମାନ ଦ୍ରବ୍ୟମାନ ଯାହା ଯାହା ରହିଛି ତାର ମୁଖ୍ୟ ଯୋଉଟାକି ମୁଖ୍ୟ ତାର ଯୋଉଟାକି ଆମେ କହିବା ଯେ କି କ'ଣ ଉତ୍ପାଦନ କରିବାର କ୍ଷମତା କାହା ପାଖରେ ଥାଏ? ମନୁଷ୍ୟ ପାଖରେ ଥାଏ। ଯାହା ସବୁ ଧରା ପୃଷ୍ଠରେ ଅଛି ତାକୁ ବଣ୍ଟନ କରିବା, ଭାଗ ବାଣ୍ଟିକି ଯୋଉ ଆମେ ରହୁଛେ, ମୋ ପାଖରେ ଏଇ ଜାଗାଟା, ମୋର ଏଇ ଘରଟା, ମୋ ପାଖରେ ଏତିକି ବିଲ ଅଛି, ମୋର ଏଇ ବିଲ୍ଡିଂ ଅଛି, ଯୋଉ ଜାଗାଟା ଆପଣ ବିଭିନ୍ନ ବିଭାଗ ଯୋଉ ଆପଣ ବିଭିନ୍ନ ପ୍ରକାର ବଣ୍ଟନ କରିଛନ୍ତି ପ୍ରାକୃତିକ ପରିବେଶକୁ, ଯାହା ଯାହା ଆପଣ ବଣ୍ଟନ ଦୃଷ୍ଟିରୁ, ଉତ୍ପାଦନ କରିବା ଦୃଷ୍ଟିରୁ, ବ୍ୟବହାର କରିବା ଦୃଷ୍ଟିରୁ ଆପଣ ବ୍ୟବହାର କରୁଛନ୍ତି। ମୁଁ ମୋବାଇଲଟା ବ୍ୟବହାର କରୁଛି, ପେନ୍ଟା ବ୍ୟବହାର କରୁଛି, ମୁଁ ମୋଟର ସାଇକେଲକୁ ବ୍ୟବହାର କରୁଛି, ପୋଷାକ ବହିପତ୍ର ଘରର ଆବାସ ଜିନିଷକୁ ମୁଁ ବ୍ୟବହାର କରୁଛି। ଏଇ ଦୃଷ୍ଟିରୁ ଯଦି ଆମେ କହିବା ବ୍ୟବହାର ଦୃଷ୍ଟିରୁ, ଆଉ କ୍ଷୟ ମଧ୍ୟ କରିବା ଦୃଷ୍ଟିରୁ ମଧ୍ୟ ଆମେ ଏକା ଦାୟୀ। ବୁଝିପାରିଲେ? ତେଣୁ ମନୁଷ୍ୟ ଉତ୍ପାଦନ କ୍ଷେତ୍ରରେ, ବଣ୍ଟନ କ୍ଷେତ୍ରରେ, ବ୍ୟବହାର ଦିଗରେ, କ୍ଷୟ ଦିଗରେ ମଧ୍ୟ ମନୁଷ୍ୟ ଦାୟୀ। ତ ଏ ଦୃଷ୍ଟିରୁ ଆମେ ଯଦି କହିବା, ପୂର୍ଣ୍ଣ ଭାବରେ ଯଦି କହିବା, ଏ ସମସ୍ତ ସମ୍ବଳର ବ୍ୟବହାର, ବଣ୍ଟନ, ଆଉ କ'ଣ କ୍ଷୟ ଏବଂ ଉତ୍ପାଦନ ମୁଖ୍ୟ ଅଙ୍ଗ ହେଉଛି ମନୁଷ୍ୟ। ବୁଝିପାରିଲେ? ତେଣୁ ମନୁଷ୍ୟ ଗୋଟେ ଯେହେତୁ ଏଇ ସବୁ ଯାକର ଯୋଉଠି କେନ୍ଦ୍ରବିନ୍ଦୁ ଆମେ କହିପାରିବା ବା ମୁଖ୍ୟ ବୋଲି କହିପାରିବା, ଆଜି ଯୋଉ ସମ୍ବଳକୁ ଆମେ ବ୍ୟବହାର କରୁଛି ତାର ମୁଖ୍ୟ କ'ଣ ହଉଛନ୍ତି ମନୁଷ୍ୟ। ତେଣୁ ଏଇ ସବୁ ଦୃଷ୍ଟିକୋଣରୁ ଆମେ କହିବା, ଯେହେତୁ ମନୁଷ୍ୟକୁ ଏକ ମୂଲ୍ୟବାନ ଭାବରେ ନିଆଯାଇଛି, ଏଇଥିପାଇଁ ମୂଲ୍ୟବାନ ନିଆଯାଇଛି ଯେ ଧରାପୃଷ୍ଠରେ ଯାହା ଯାହା ସବୁ ରହିଛି ତାକୁ ଠିକ ଭାବରେ କ'ଣ କରେ, ଠିକ ତ ଆମେ କହିପାରିବାନି, ପ୍ରାୟତଃ ବର୍ତ୍ତମାନ ଠିକ ଭାବରେ ତ କହିପାରିବାନି, କିନ୍ତୁ ଯାହା ହେଲେ ବି ତାର ବ୍ୟବହାର କରିବା ଜାଣେ ସେ, ଏବଂ ତାର ନଷ୍ଟ କରିବା ବି ସେ ଜାଣିଛି। ସେ ନଷ୍ଟ କରିବାର ମୁଖ୍ୟ ଦାୟୀ ସେ, ଉତ୍ପାଦନ କରିବାରେ ସେ ହିଁ ଦାୟୀ ବା ସେ ହିଁ ମୁଖ୍ୟ, ବଣ୍ଟନ ଦୃଷ୍ଟିରୁ ସେ ବି, ବ୍ୟବହାର ଦୃଷ୍ଟିରୁ ସେ ବି, ଯେହେତୁ ଏ ସମସ୍ତର ସେ ଜଣେ କ'ଣ କେନ୍ଦ୍ରବିନ୍ଦୁ ଅଟେ, ମୁଖ୍ୟ ଅଟନ୍ତି। ତେଣୁ ମନୁଷ୍ୟକୁ ଏକ ଶ୍ରେଷ୍ଠ ଭାବରେ ସମ୍ବଳ ଭାବରେ ବିବେଚିତ କରାଯାଇଛି। ବୁଝିପାରିଲେ ନା ନାଇଁ? ତ ଏଇଭଳି ଭାବରେ କ'ଣ ହେଇଥାଏ, ମନୁଷ୍ୟ ଦ୍ୱାରା ହିଁ କ'ଣ ସମାହିତ ହେଇଥାଏ, ଯୋଉଟାକି ଆମେ ଦେଖିବା ବିଭିନ୍ନ ଉତ୍ପାଦନ କ୍ଷେତ୍ରରୁ ବିଭିନ୍ନ ପ୍ରକାର ଅର୍ଥନୈତିକ ଭୂଗୋଳରେ ମନୁଷ୍ୟକୁ ଏକ ମୁଖ୍ୟ କର୍ତ୍ତା ଭାବରେ, କର୍ତ୍ତା ମାନେ କ'ଣ, ଯିଏ କରେ, ଯିଏ କରେ ତାକୁ କର୍ତ୍ତା କୁହାଯାଏ। ଉତ୍ପାଦନ କିଏ କରେ? ମନୁଷ୍ୟ କରେ। ବଣ୍ଟନ କିଏ କରେ? ମନୁଷ୍ୟ କରେ। ବ୍ୟବହାର କିଏ କରେ? ମନୁଷ୍ୟ କରେ। ଦେନ୍ କ୍ଷତି କରେ ବା କ୍ଷତି କିଏ କରେ? କ୍ଷୟ କିଏ କରେ? ନଷ୍ଟ କିଏ କରେ? ପ୍ରାକୃତିକ ସମ୍ବଳକୁ ବା ଜୈବିକ ସମ୍ବଳକୁ ବା ପ୍ରାକୃତିକ ଅନ୍ୟାନ୍ୟ ଯାହା ଯୋଉ ସବୁ ସମ୍ବଳ ରହିଛି, ଅବସ୍ତୁ ବା ଜୈବିକ ଅଜୈବିକ ହଉ, ଏ ସବୁର କ'ଣ ମୁଖ୍ୟ ହଉଛନ୍ତି, କର୍ତ୍ତା ସେ ହଉଛନ୍ତି ମନୁଷ୍ୟ। ତେଣୁ ମନୁଷ୍ୟକୁ ଏକ ମୁଖ୍ୟ ସମ୍ବଳ ଭାବରେ ମଧ୍ୟ ବିବେଚନା କରାଗଲା, ଯେହେତୁ ସମସ୍ତ କ୍ଷେତ୍ର ଏ ସମସ୍ତର ସେ ହଉଛନ୍ତି କ'ଣ ମୁଖ୍ୟ ବା କର୍ତ୍ତା, ଯେ କରେ। ବୁଝିପାରିଲେ? ତେଣୁ ମନୁଷ୍ୟ ଦ୍ୱାରା ହିଁ ସମାହିତ ହେଇଥାଏ, ସେଥିପାଇଁ ମନୁଷ୍ୟକୁ ମଧ୍ୟ ଏକ ସମ୍ବଳ ଭାବରେ ଗ୍ରହଣ କରାଯାଇଛି ବୋଲି, ତେଣୁ ମାନବ ସମ୍ବଳ ବୋଲି କୁହାଯାଏ। ବୁଝିପାରିଲେ ନା ନାହିଁ? ଯେହେତୁ ଆପଣ ସିଧା କଥା ଆପଣ ମନେ ରଖନ୍ତୁ ଯେ ମନୁଷ୍ୟକୁ ଏଇଥିପାଇଁ ସମ୍ବଳ କୁହାଗଲା, ଗୋଟେ ମାନବକୁ ଗୋଟେ ମାନବ ସମ୍ବଳ ବୋଲି କୁହାଗଲା ମଣିଷକୁ, କାହିଁକି ନା ପ୍ରକୃତିରେ ଯାହା ସବୁ ରହିଛି ମନୁଷ୍ୟ ଦ୍ୱାରା ହିଁ ବ୍ୟବହାର କରାଯାଉଛି। ମନୁଷ୍ୟ ତାର ବ୍ୟବହାର ନିଜେ କରୁଛି, ବଣ୍ଟନ ସେ ନିଜେ କରୁଛି। ଆଉ କିଏ ଆସି କରୁଛି କି? ଅନ୍ୟ ଗଛ କରୁଛି ନା କ'ଣ? ନା ବାଘ ଭାଲୁ କରୁଛନ୍ତି ନା କ'ଣ? ପଶୁ ପକ୍ଷୀ କରୁଛନ୍ତି ନା କ'ଣ? ଜୈବିକ ଅଜୈବିକ ବସ୍ତୁ ଆସି କ'ଣ କରୁଛନ୍ତି କି? ନା, ମନୁଷ୍ୟ ତାର ତଦାରଖ କରେ, ମନୁଷ୍ୟ ବଣ୍ଟନ କରେ, ମନୁଷ୍ୟ ବ୍ୟବହାର କରେ, ମନୁଷ୍ୟ କ୍ଷୟ ମଧ୍ୟ କରେ ମନୁଷ୍ୟ। ତେଣୁ ଏ ସମସ୍ତର କର୍ତ୍ତା ହେଉଛନ୍ତି କିଏ? ମନୁଷ୍ୟ। ସବୁ ମୁଖ୍ୟ ଦାୟୀ ସେ। ଉତ୍ପାଦନ ହେଲା ସେ ହିଁ ଦାୟୀ, ବ୍ୟବହାର ହେଲା ସିଏ ଦାୟୀ, କ୍ଷୟ ହେଲା ସିଏ ଦାୟୀ। ବୁଝିପାରିଲା ନା ନାଇଁ? ତ ଏ ସବୁ ଯେହେତୁ ମୁଖ୍ୟ ବା କର୍ତ୍ତା ଯିଏ ଯେ କରେ, ସବୁ ଯାକ କରୁଛି, ତେଣୁ ଧରାପୃଷ୍ଠର ସମସ୍ତକୁ ବ୍ୟବହାର କରିବା ଥାଉ, ସବୁ କିଛି ଯିଏ କରେ ତାକୁ ଆପଣ ମାନବ ସମ୍ବଳ କହିବେ ବା ମୁଖ୍ୟ।
बोलिकी भाव में विवेचित करागला तेणु मानव संबल बोली कहगला। ତେଣୁ ଏଇଭଳି ଯଦି ଆମେ କହିବା ତାହେଲେ ସମ୍ବଳର ଆଉ ଗୋଟେ ଆପଣ ଯିବା ଦେଖିବା ନେକ୍ସଟ ନା ସମ୍ବଳର 4 ବିଶେଷତ୍ୱ। ବିଶେଷତ୍ୱ କଣ ବୁଝିପାରିଲେ ନା ନାଇଁ? ନା ସମ୍ବଳର 4 ବିଶେଷତ୍ୱ ହେଲା ଉପଯୋଗିତା, କାର୍ଯ୍ୟଦକ୍ଷତା, ସୁଲଭତା, ପରିବର୍ତ୍ତନଶୀଳତା। ନା କଣ ଉପଯୋଗିତା ୟୁଟିଲିଟି, କାର୍ଯ୍ୟଦକ୍ଷତା ଫଙ୍କସନାଲିଟି, ସୁଲଭତା ଏଭେଲେବିଲିଟି ଏବଂ ପରିବର୍ତ୍ତନଶୀଳତା ଚେଞ୍ଜବିଲିଟି। ତ ଉପଯୋଗିତା କଣ ନା ପ୍ରଥମତଃ ଆମେ ଦେଖିବା ଯେ ମନୁଷ୍ୟର ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ। ମୁଁ କହିଥିଲି ଆଗରୁ ନା ସମ୍ବଳ କେତେବେଳେ ଉପଯୋଗିତା, ଆପଣ ଉପଯୋଗିତା ଯଦି ହଉଥିବ ଆପଣ ତାକୁ ସମ୍ବଳର ବିବେଚିତ କରିବେ, ସମ୍ବଳରେ ଅନ୍ତର୍ଭୁକ୍ତ କରିବେ। ଆପଣ ଯଦି ବ୍ୟବହାର କରିପାରୁନଥିବେ, ବ୍ୟବହାର ହଉପାରୁନଥିବ, ଆପଣ କରିବା କଥା ଛାଡ଼ନ୍ତୁ, ବ୍ୟବହାର ହେଉନଥିବ ସେ ଆପଣ ବ୍ୟବହାର ଆସିଲାନି, ଆପଣ ତାକୁ ସମ୍ବଳ କହିବେ କି ନା? ସାର୍ ଆପଣ ସମ୍ବଳ ସିଏ ହେଇଥିବ କିନ୍ତୁ ଆପଣ ବ୍ୟବହାର ଜାଣିନଥିବେ ବୋଲି ଆପଣ ସମ୍ବଳ କହିବେନି କି? ହଁ କହିବେ। ଆପଣ ସାମୂହିକ କଥା ମୁଁ କହୁଛି ଯେ ସେ ଦ୍ରବ୍ୟ ବା ବସ୍ତୁଟାକୁ ଯେ ବ୍ୟବହାର କରିପାରୁ ଜାଣୁନଥିବ ବା ଉପଯୋଗୀ ହେଉନଥିବ, ସମସ୍ତ କ୍ଷେତ୍ରରେ ଉପଯୋଗୀ ହେଉନଥିବ। ଜଣେ ଦୁଇ ଜଣ କ୍ଷେତ୍ରରେ, ଏବେ ଧନ୍ୟ ମୋ କ୍ଷେତ୍ରରେ ମୁଁ ଯଦି ସେଟାକୁ ଚଲେଇ ପାରିଲିନି ବାଇକଟାକୁ, ତାହେଲେ ସେ ସମ୍ବଳରେ ଅନ୍ତର୍ଭୁକ୍ତ ହବ ନା ନାହିଁ? କଣ ସେଇଟା ନୁହଁ। ତାର ଉପଯୋଗିତା ଅଛି ନା ନାହିଁ? ସେଇଟା ନୁହଁ। ସମସ୍ତେ ଯେଟା କରିପାରିବେନି ବା ସମସ୍ତେ ସମସ୍ତଙ୍କର ଯୋଉଟାର ଆବଶ୍ୟକତା ଆସିବ, ଉପଯୋଗିତା ସମସ୍ତଙ୍କର ଆସିବ। ସମ୍ବଳ ମନୁଷ୍ୟର ବ୍ୟବହାର ଉପଯୋଗିତା ହେବା ଆବଶ୍ୟକ। ସମସ୍ତଙ୍କ କଥା, ମୁଁ ସାମୂହିକ କଥା ଏଠି ଆଲୋଚନା କରାଯାଇଛି, ବ୍ୟକ୍ତିଗତ ବା ବ୍ୟକ୍ତି ବିଶେଷ ନୁହଁ। ତେଣୁ ପ୍ରଥମ ତ ଆମେ ଦେଖିବା ଯେ ଉପଯୋଗିତା କଣ ନା ଉପଯୋଗିତା ହଉଛି କଣ ନା ସମସ୍ତର ମନୁଷ୍ୟର ବ୍ୟବହାର ଉପଯୋଗୀ ହେବା ଦରକାର। ଆପଣ ଘରରେ ସବୁ ଜାଗା ବ୍ୟବହାର ହଉଛି ନା ନାହିଁ, ଯାହା ଯାହା ରଖିଛନ୍ତି ସେ ସମ୍ବଳରେ ଯିବ, ତାକୁ ସମ୍ବଳରେ ଅନ୍ତର୍ଭୁକ୍ତ କରିବା। ଦେନ୍ ଆଉ କଣ ନା କାର୍ଯ୍ୟଦକ୍ଷତା। ଆପଣ ଦ୍ୱିତୀୟତଃ ଏହା ସୁଲଭତା ଆପଣ ଦେଖିବେ। ତୃତୀୟରେ ନା କଣ ସୁଲଭତା ଥିବା ଆବଶ୍ୟକ ଦରକାର। ବୁଝିପାରିଲେ ନାହିଁ? ସୁଲଭତା ଆପଣ କଣ କହିବେ? ସୁଲଭ ଯୋଉ ଆମେ କହିବେ ସୁଲଭ ଦରରେ ଆମେ ବେଳେ ବେଳେ କହୁ, ବୁଝିପାରିଲେ ନା ନାହିଁ? ହେଲେ ସୁଲଭତା କଣ ନା ସୁଲଭତା ହଉଛି ଆପଣ ସର୍ବତ୍ର ସ୍ଥାନରେ, ସବୁ ଜାଗାରେ, ସବୁ ସ୍ଥାନରେ କଣ ହେଇଥିବା ଦରକାର? ଆଭେଲେବଲ ହେଇପାରୁଥିବାକୁ ପଡିବ, ମାନେ ରହୁଥିବାକୁ ପଡିବ। ଆପଣ ଦେଖନ୍ତୁ ଏଠି ଫର ଏକ୍ସାମ୍ପଲ ଦେବି ଆପଣଙ୍କୁ, କଳାହାଣ୍ଡି ଯଦି ଦେଖିବେ ଆପଣ ବିଭିନ୍ନ, ଆପଣ ଦେଖୁଥିବେ ଆପଣ ଅଲଗା ଡିଷ୍ଟ୍ରିକ୍ଟ ଆପଣ ଦେଖିବେ, ଉତ୍ତର ଓଡ଼ିଶା କଥା ଯିବେ ବା ପୂର୍ବ ଓଡ଼ିଶା କଥା ଯିବେ, ପଶ୍ଚିମ ଓଡ଼ିଶା କଥା ଏପଟେ ଆସିବେ। ଆପଣ କଳାହାଣ୍ଡିକୁ ଗଞ୍ଜାମ କି କୌଣସି ଯଦି ଆପଣ ତୁଳନା କରିବେ, ଆପଣ ସେଠାକାର ଦ୍ରବ୍ୟର ମାନେ ପରିମାଣଟା ଅଲଗା, ଆଉ ଏଠାକାର ପରିମାଣ ମାନେ ଏଠା ସେଇ ବସ୍ତୁଟାକା ବା ସେଇ ପଦାର୍ଥ, ସେଇ ଦ୍ରବ୍ୟ ଏଇ ଆପଣଙ୍କ କଳାହାଣ୍ଡିରେ ମଧ୍ୟ ସେ ଜାଗାଟା ଟିକେ ଅଧିକା ରେଟ୍ ହେଇଯିବ। କାହିଁକିନା ଏଠିକି ସୁଲଭତା ନାହିଁ, ଆଭେଲେବିଲିଟି ନାହିଁ, ଆଭେଲେବଲ ନାହିଁ, ଯୋଉଟା କି ଅନ୍ୟତ୍ର ସ୍ଥାନରୁ ଅଣାଯାଉଛି। ଆପଣ କହିବେ ସାର୍ ଆପଣ ସେ ଜିଲ୍ଲାରୁ ବି ଅଣାଯାଉଛି ନା ନାହିଁ? ଅଣାଯାଉଛି। ଆପଣ କେତିକି ଦୂରତା କେତିକି ରହୁଛି, ବୁଝିପାରିଲେ ନା ନାହିଁ? ଆଭେଲେବିଲିଟି ହେଇପାରୁଛି ନା ସେଇଟା ଛାଡ଼ନ୍ତୁ, ନହେଲେ ମୂଲ୍ୟ କଥା ଛାଡ଼ନ୍ତୁ। ଆପଣଙ୍କର ପ୍ରତ୍ୟେକ ସ୍ଥାନରେ ଆପଣ ଏମିତି ଗୋଟେ ଦ୍ରବ୍ୟ ଥିବ ଯୋଉଟା ପ୍ରତ୍ୟେକ ସ୍ଥାନରେ ଆଭେଲେବଲ ହେଇପାରୁଥିବ, ପ୍ରତି ସ୍ଥାନରେ ମିଳିପାରୁଥିବ, ବୁଝିପାରିଲେ ନା ନାହିଁ? ଆଭେଲେବଲ ହେଉଥିବା ପଡ଼ିବ ସଦାସର୍ବଦା। ଆପଣ ସେଠି ନଥିବ, ଆପଣ ଯିବେ ସେଠି ନଥିବ, ଆପଣଙ୍କୁ ସେ ଭୁବନେଶ୍ୱର ଯାଇକି ହିଁ ସେଟାକୁ ଆଣିବାକୁ ପଡ଼ିବ। ଗଞ୍ଜାମ ନାଇକି, କଳାହାଣ୍ଡି ନାଇକି, ବଲାଙ୍ଗୀର ନାଇକି, ନବରଙ୍ଗପୁର ନାଇକି, କଣ ପୁରୀ ନାଇଁ, କୋଉଠି ମିଳିବନି, କେବଳ ଭୁବନେଶ୍ୱର ହିଁ ମିଳିବ। ଆପଣ ସେଠି ସମ୍ବଳ ସେଟାକୁ କହିପାରିବେନି। ଆପଣ ବିଶେଷତ୍ୱ, ଆପଣ ସମ୍ବଳ, ସେ ସମ୍ବଳଟା ଆପଣଙ୍କର 4ଟି ବିଶେଷତ୍ୱ ଯୋଉ ରହିଛି, ସେ ବିଶେଷତ୍ୱ ଭିତରେ ସିଏ ଯିବ ନାହିଁ। କାହିଁକିନା ସର୍ବତ୍ର ହବା ଦରକାର, ସମସ୍ତ ସ୍ଥାନରେ ସମ୍ବଳଟି ଆଭେଲେବିଲିଟି ହେବା ଦରକାର, ମାନେ ରହିଥିବା ଦରକାର, ସବୁ ଜାଗାରେ ମିଳୁଥିବା ଦରକାର, ଉପଭୋଗ ହେଉଥିବା ଦରକାର। ବୁଝିପାରିଲେ ନା ନାହିଁ? ତେଣୁ ଏଇଭଳି ଭାବରେ ଆମେ ଯଦି ଦେଖିବା ନା ସୁଲଭତା ସେ ଦୃଷ୍ଟିରୁ ଆପଣ ଦେଖିବା, ତାହେଲେ କଣ ହେଲା ନା ଆବଶ୍ୟକତା ରହିଥିବା ଯୋଉ ସୁଲଭତା ଆମର ଆବଶ୍ୟକତା ରହିଛି ତାକୁ ସେ ଆଭେଲେବିଲିଟି କରୁଥିବା ଦରକାର, ପୂରଣ କରୁଥିବା ଦରକାର। ତୃତୀୟ କଣ ନା ସମ୍ବଳ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ମନୁଷ୍ୟର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବା ଆବଶ୍ୟକ। ନା କଣ
ନା ସମ୍ବଳର ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ମନୁଷ୍ୟର ଆବଶ୍ୟକତା ପୂରଣ କରିବା। ଭିନ୍ନ ଭିନ୍ନ ପ୍ରକ୍ରିୟା ମାଧ୍ୟମରେ ଭିନ୍ନ କାର୍ଯ୍ୟକ୍ରମରେ ଆପଣ ଯେକୌଣସି ଯାହା ବି ଭିନ୍ନ ଭିନ୍ନ ଉପାୟରେ କ'ଣ ହେବା ଦରକାର, ମନୁଷ୍ୟର ଆବଶ୍ୟକତାରେ ଆସିବା ଦରକାର ସେ ପଦାର୍ଥଟି। କେବଳ ଗୋଟେ ଆବଶ୍ୟକତା ନୁହଁ, ଯେକୌଣସି ଆବଶ୍ୟକତାରେ ଯଦି ସେ କ'ଣ କରିବ, ଆପଣ ସମ୍ବଳଟି ଯଦି ଆବଶ୍ୟକତାରେ ପଳେଇ ଆସିଲା, ଦରକାରରେ ପଳେଇ ଆସିଲା, ଆବଶ୍ୟକତାରେ ପଳେଇ ଆସିଲା, ତାହେଲେ ଆମେ ତାକୁ କହିପାରିବା ମଧ୍ୟ। ତେଣୁ ବ୍ୟବହାର ଅନୁସାରେ ବୈଜ୍ଞାନିକ ଆପଣ ଦେଖିବେ ଚତୁର୍ଥ ହେଉଛି କ'ଣ ନା ବ୍ୟବହାର ଅନୁସାରେ ବୈଜ୍ଞାନିକ ଉପାୟରେ ଏହାକୁ ପରିବର୍ତ୍ତନଶୀଳ କରିବା, ଯୋଉଟା କି ବୁଝିପାରିଲେ ପରିବର୍ତ୍ତନଶୀଳ। ଆପଣ ଗୋଟେ ଜିନିଷ ଆପଣ ଦେଖନ୍ତୁ, ଧାନ କଥା ଆମେ ଯିବା ଯଦି, ବୁଝିଲେ ମୁଖ୍ୟ ଫସଲ ଭାରତର ଧାନ କଥା ଯଦି ଆମେ ଯିବା, ଧାନଟାକୁ ଆମେ କ'ଣ କରୁଛେ, ଡାଇରେକ୍ଟ ଖାଇ ଦେଉଛେ କି ଡାଇରେକ୍ଟ ବ୍ୟବହାର କରିପାରୁଛେ କି ନା, ତାକୁ ବିଭିନ୍ନ ପ୍ରକାର କ'ଣ ପରିବର୍ତ୍ତନ, ବିଭିନ୍ନ ପ୍ରକାର ପନ୍ଥା ଦେଇକି, ବିଭିନ୍ନ ପ୍ରକାର ପରିବର୍ତ୍ତନ ଷ୍ଟେଜ୍ ଦେଇକି ଆମେ କ'ଣ କରୁ, ତାକୁ ବ୍ୟବହାର କରୁ। ଧାନ ଆସିଲା ତାକୁ ଅମଳ କଲୁ, ତାପରେ ମିଲ୍ କଲୁ, ମିଲ୍ କଲା ପରେ ଆମେ କ'ଣ କଲୁ, ଚାଉଳରେ ପରିଣତ ହେଲା, ତାପରେ ତାକୁ ଆମେ କ'ଣ କରୁ, ରୋଷେଇ କରିକି ଖାଇଲୁ। ତ ବିଭିନ୍ନ ପ୍ରକାର ଯୋଉ କ'ଣ ରହିଛି ପରିବର୍ତ୍ତନ, ବୁଝିପାରିଲେ ନା? ବ୍ୟବହାର ଅନୁସାରେ ବୈଜ୍ଞାନିକ ଉପାୟରେ ମଧ୍ୟ ଆଉ କ'ଣ, ଆପଣ ବୈଜ୍ଞାନିକ ଉପାୟ, ଆପଣ ତ ଯଦି ବୈଜ୍ଞାନିକ ଉପାୟ ମାନେ ବିଭିନ୍ନ ପ୍ରକାର କ'ଣ କରିବା, ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ପରିବର୍ତ୍ତନ କରିକି ଆପଣ କ'ଣ କରିପାରିବେ, ତାର ବ୍ୟବହାର କରିପାରିବେ। ବର୍ତ୍ତମାନ ଗୋଟେ ଏକ୍ଜାମ୍ପଲ ମୁଁ କହୁଛି, ଆପଣ ଦେଖନ୍ତୁ, ଆମର ସ୍କୁଲରେ ସୋଲାର ଏଗୁଡ଼ା ଲାଗିଲା, ଏଥିରେ ବିଜ୍ଞାନ ବି କାମ ଦେଉଛି ନା ନାହିଁ? ବୈଜ୍ଞାନିକ ବ୍ୟବହାର କିଛି ହେଇଛି ନା ନାହିଁ? ହେଇଛି ନା ନାହିଁ? ନହେଲେ କେମିତି ହେଲା? ତ ବୈଜ୍ଞାନିକ ମାଧ୍ୟମରେ ତାକୁ ବ୍ୟବହାର କଲେ, କାହାକୁ, ସୂର୍ଯ୍ୟ କିରଣଟାକୁ, ବୁଝିପାରିଲେ ନା? ସୂର୍ଯ୍ୟଙ୍କର କିରଣଟାକୁ ବୈଜ୍ଞାନିକ ଉପାୟରେ ହଉ, କୌଣସି ବିକଳ୍ପ ଉପାୟ ନେଇକି କ'ଣ କଲେ, ଆମେ ତାକୁ ଏକ ନୂତନରେ ପରିଣତ କଲେ, ପରିବର୍ତ୍ତନ କଲେ, ଯାହା ଆମକୁ କରେଣ୍ଟ ମାଧ୍ୟମରେ ସେ କ'ଣ କଲା, ଆମକୁ ଉପଯୋଗିତା କରେଇ ପାରିଲା। ବୁଝିପାରିଲେ ନା? ଏମିତି ବହୁତ ଗୁଡ଼ିଏ ପଦାର୍ଥ ଗୁଡ଼ିକ ରହିଛି ଯାହା ବିଭିନ୍ନ ଉପାୟରେ, ଭୌତିକ ଉପାୟ, ରାସାୟନିକ ଉପାୟ, ବୈଜ୍ଞାନିକ ଉପାୟ, ବିଭିନ୍ନ ପ୍ରକାର ମାଧ୍ୟମରେ କ'ଣ ହେଇଥାଏ, ଆମକୁ ଆଭେଲେବିଲିଟି ହେଇଥାଏ ବା ଆବଶ୍ୟକତା ହେଇଥାଏ ବା ଆମକୁ ପୂରଣୀୟ କରିଥାଏ ସେ। ତେଣୁ ଆମେ ତାକୁ ମଧ୍ୟ ସମ୍ବଳ ଭିତରେ, ଏ ଚାରୋଟି ସମ୍ବଳ ଭିତରେ ଅନ୍ତର୍ଭୁକ୍ତ କରିପାରିବା। ବୁଝିପାରିଲେ ନା ନାହିଁ? ତେଣୁ ଏଇଭଳି ଭାବରେ ଆମେ ଯଦି କହିବା, ସମ୍ବଳର ଯଦି ଆମେ କହିବା ପ୍ରକାରଭେଦ କଥା, ଯଦି ଆମେ କହିବା, ଗୋଟେ ପ୍ରାକୃତିକ ସମ୍ବଳ, ଗୋଟେ ଉତ୍ପତ୍ତି ସମ୍ବଳ, ଗୋଟେ ବ୍ୟବହାର ବା ସୁଲଭତା ଅନୁସାରେ ସମ୍ବଳ, ଗୋଟେ ପରିମାଣ ଅନୁସାରେ ସମ୍ବଳ, ଭରଣ ଅନୁସାରେ ସମ୍ବଳ, ବୁଝିପାରିଲେ ନା ନାହିଁ? ତ ଏଇଭଳି କ'ଣ ହେଇଥାଏ ନା ବଣ୍ଟନ ଅନୁସାରେ ମଧ୍ୟ ସମ୍ବଳ ଅଛି, ବିକାଶ ସ୍ତର ସମ୍ବଳ, ବୁଝିପାରିଲେ, ମାଲିକାନା ଅନୁସାରେ ସମ୍ବଳ। ତ ଏଇଭଳି ଭାବରେ ସମ୍ବଳକୁ ବିଭିନ୍ନ ପ୍ରକାର ବିଭାଗୀକରଣ କରାଯାଇଛି। ବୁଝିପାରିଲେ? କ'ଣ ନା ଗୋଟେ ହେଲା ପ୍ରାକୃତିକ ଅନୁସାରେ ସମ୍ବଳ ଗୋଟେ ଅଛି, ହେଲା। ଦୁଇ ହେଲା କ'ଣ ନା ଉତ୍ପତ୍ତି ଅନୁସାରେ, ତିନି ବ୍ୟବହାର ଓ ସୁଲଭତା ଅନୁସାରେ, ଚାରି ପରିମାଣ ଅନୁସାରେ, ପାଞ୍ଚ ଭରଣ ଅନୁସାରେ, ହେଲା ନା ନାହିଁ, ଛଅ ବଣ୍ଟନ ବିତରଣ ଅନୁସାରେ, ମୁଁ କହିବି ଏଗୁଡ଼ାକ ସବୁ ଡିଟେଲ୍ସ, ଦେନ୍ ବିକାଶ ଅନୁସାରେ, ବୁଝିପାରିଲେ ନା ନାହିଁ, ତେଣୁ ମାଲିକାନା ଅନୁସାରେ, ଏଭଳି ବିଭିନ୍ନ ପ୍ରକାର ଅନୁଯାୟୀ କ'ଣ ହେଇଥାଏ, ଆମେ ବିଭିନ୍ନ ପ୍ରକାର ସମ୍ବଳରେ ପରିଣତ କରିଥାଉ। ପ୍ରଥମ କଥା ହେଲା ପ୍ରାକୃତିକ ଅନୁସାରେ। ପ୍ରାକୃତିକ ଅନୁସାରେ ସମ୍ବଳକୁ କେତେ ଭାଗରେ ବିଭକ୍ତ କରାଯାଇଛି ଆଉ କ'ଣ କ'ଣ ନା ପ୍ରାକୃତିକ ଅନୁସାରେ ଯଦି ଆମେ ଦେଖିବା ସମ୍ବଳକୁ କ'ଣ କହିଛି ନା ତିନି ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ପ୍ରାକୃତିକ ସମ୍ବଳ, ଗୋଟେ ହେଲା ସାଂସ୍କୃତିକ ସମ୍ବଳ ଓ ଅନ୍ୟଟି ହେଲା ମାନବ ସମ୍ବଳ। ବୁଝିପାରିଲେ ନା କି? ବୁଝିପାରିଲେ ନା? ତ ପ୍ରାକୃତିକ ସମ୍ବଳ କ'ଣ? ନ୍ୟାଚୁରାଲ ରିସୋର୍ସେସ୍, ଯୋଉଟାକି ନ୍ୟାଚୁରାଲ, ପ୍ରାକୃତିକ, ପ୍ରକୃତି, ଆମେ ତାକୁ ତିଆରି କରିନା, ତା ଆପେ ଆପେ କ'ଣ ହେଇଛି, ପ୍ରକୃତି ଅନୁସାରେ କ'ଣ ହେଇଛି, ସେ ସୃଷ୍ଟି ହେଇଛି। ନା କ'ଣ ନା ପ୍ରାକୃତିକ ସମ୍ବଳ କ'ଣ ନା ଯେଉଁ ପଦାର୍ଥ ବା ଶକ୍ତି ଦ୍ୱାରା ମନୁଷ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଉପକୃତ ହେଇଥାଏ। ବୁଝିପାରିଲେ ନା? ନା କ'ଣ ବୁଝିଲେ? ନା ଯେଉଁ ପଦାର୍ଥ ଗୁଡ଼ିକ ବା ଶକ୍ତି ଗୁଡ଼ିକ, ହେଲା, ଶକ୍ତି ବା ପଦାର୍ଥ ଦ୍ୱାରା ମନୁଷ୍ୟ ସିଧାସଳଖ ବ୍ୟବହାର କରିପାରୁଛି ଅବା ପରୋକ୍ଷ ଭାବରେ ବ୍ୟବହାର କରୁଛି। ବୁଝିପାରିଲେ ନା? ଗୋଟେ ଔଷଧୀୟ ଦ୍ରବ୍ୟ କଥା କହିବା, ଔଷଧୀୟ ଗଛ, ଆପଣ ତାକୁ ସିଧାସଳଖ ଖାଇଦେଲେ ହେବ କି? ସିଧାସଳଖ ଆଣିକି ତାର ବ୍ୟବହାର କଲେ ହେବ କି? ତାକୁ ବିଭିନ୍ନ ପ୍ରକାର ପର୍ଯ୍ୟାୟ, ବିଭିନ୍ନ ପ୍ରକାର ପ୍ରଣାଳୀ ମାଧ୍ୟମରେ ତାକୁ ତିଆରି କରାଯାଏ, ଆଉ ତିଆରି କଲା ପରେ କ'ଣ କରାଯାଏ
ତାକୁ ଆପଣ ବ୍ୟବହାର କରୁ। ସେଟା ପରୋକ୍ଷ ମାଧ୍ୟମରେ କ'ଣ ହେଲା ବ୍ୟବହାର କଲେ। ପରୋକ୍ଷ କ'ଣ ପ୍ରତ୍ୟକ୍ଷ କ'ଣ ସାର୍? ନା ଆପଣ ଦେଖନ୍ତୁ ମୁଁ ପେନ୍ ଧରିଛି ଗୋଟେ, ପେନ୍ଟା ଆପଣଙ୍କୁ ସିଧାସଳଖ ଦେଲି, ଏଇଟା ହେଉଛି ଆପଣଙ୍କୁ ପ୍ରତ୍ୟକ୍ଷ ଭାବରେ ପେନ୍ଟା ଦେଲି। ଆପଣ ପେନ୍ ଆବଶ୍ୟକତା ମୁଁ କ'ଣ କଲି, ମୁଁ ଦେଇପାରିଲି ନାହିଁ, କିନ୍ତୁ ମୁଁ କ'ଣ କଲି ଅନ୍ୟମାନଙ୍କ ଦ୍ୱାରା କରାଇଲି। ଆପଣଙ୍କୁ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଆପଣଙ୍କୁ ସାହାଯ୍ୟ କଲି। ମୋ ଦ୍ୱାରା ପେନ୍ ନାହିଁ, ମୋ ପାଖରେ ପେନ୍ ନାହିଁ, ଆପଣ ମୋତେ ପେନ୍ ମାଗିଲେ ତ ମୋ ପାଖରେ ପେନ୍ ନାହିଁ, ମୁଁ କ'ଣ କଲି ଅନ୍ୟଙ୍କ ଦ୍ୱାରା ଆପଣଙ୍କୁ ଯୋଗାଇଲି, ଅନ୍ୟଙ୍କ ଦ୍ୱାରା ଆପଣଙ୍କୁ ପେନ୍ ଗୋଟେ ଦେଲି। ମୁଁ ଦେଇନି, ଅନ୍ୟ ଜଣେ ଦେଲେ, କିନ୍ତୁ ମୁଁ ତାକୁ କ'ଣ କଲି ପରୋକ୍ଷ ଭାବରେ ଆପଣଙ୍କୁ କରାଇଲି। ତେଣୁ ମୁଁ ପରୋକ୍ଷ ଭାବରେ ସହଯୋଗ କଲି। ତେଣୁ କ'ଣ ହେଲା ଏଠି ନା ଯେଉଁ ପଦାର୍ଥ ଗୁଡ଼ିକ ଓ ଶକ୍ତି ଦ୍ୱାରା, ପଦାର୍ଥ ବା ଶକ୍ତି ଦ୍ୱାରା ମନୁଷ୍ୟ କ'ଣ କରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଉପକୃତ ହୋଇଥାଏ, ଆବଶ୍ୟକତାକୁ ପୂରଣ କରେ, ତାକୁ ପ୍ରାକୃତିକ ସମ୍ବଳ ବୋଲି କୁହାଯାଏ। ଯଥା ଭୂମି, ଆପଣ ଭୂମିଟାକୁ ବ୍ୟବହାର କରୁଛନ୍ତି, ମୃତ୍ତିକାକୁ ବ୍ୟବହାର କରୁଛନ୍ତି, ଅରଣ୍ୟକୁ ବ୍ୟବହାର କରୁଛନ୍ତି, ବନ୍ୟପ୍ରାଣୀ, ଜଳ, ବାୟୁ, ଖଣିଜ ପଦାର୍ଥ, ଶକ୍ତି, ଏଗୁଡ଼ା ସବୁ କ'ଣ ଭୂମିଟା କ'ଣ ପ୍ରକୃତିରୁ ଆପଣ ତିଆରି କରୁନାହାନ୍ତି, ଆପଣ ତିଆରି କରିଛନ୍ତି କି ନା? ମୃତ୍ତିକା, ଅରଣ୍ୟ, ବନ୍ୟପ୍ରାଣୀ ଆପଣ କରିଛନ୍ତି ନା? ଜଳ ଆପଣ କରିଛନ୍ତି ନା? ବାୟୁ, ଖଣିଜ ପଦାର୍ଥ, ଶକ୍ତି, ବିଭିନ୍ନ ପ୍ରକାର ଏଗୁଡ଼ା ସବୁ କ'ଣ ପ୍ରକୃତିରୁ ଆପେ ଆପେ ସୃଷ୍ଟି ହେଇଛି, ଯୋଉଟାକି ବୁଝିପାରିଲେ ନା? ଆକୁ ଯେଉଁ ଆପଣ କ'ଣ କରୁଛନ୍ତି, କେତେକ ପ୍ରାକୃତିକ ସମ୍ବଳକୁ ସିଧାସଳଖ ବ୍ୟବହାର କରୁଛନ୍ତି, ଆପଣ ଜଳକୁ ସିଧାସଳଖ ବ୍ୟବହାର କଲେ, ବୁଝିପାରିଲେ ନା ନାହିଁ? ତେଣୁ କେତେକ ସମ୍ବଳକୁ ଆମର ସିଧାସଳଖ କରୁଛନ୍ତି, ଆଉ କେତେକ କ'ଣ ବିଭିନ୍ନ ପରୋକ୍ଷ ଭାବରେ ଆପଣ ବ୍ୟବହାର କରୁଛନ୍ତି। ତେଣୁ ପ୍ରାକୃତିକ ସମ୍ବଳ କ'ଣ ନା ଅରଣ୍ୟଟା ଗୋଟେ ପ୍ରାକୃତିକ ସମ୍ବଳରେ ଯିବ, ଭୂମି ଗୋଟେ, ମୃତ୍ତିକା ଗୋଟେ, ମାଟିଟା ପ୍ରକୃତିରୁ ନା ସୃଷ୍ଟି, ବନ୍ୟପ୍ରାଣୀ ଗୋଟେ, ବନ୍ୟପ୍ରାଣୀ ବାଘ ଭାଲୁ ଏଗୁଡ଼ା ସବୁ ଏମାନେ ଗୋଟେ ଗୋଟେ ମଧ୍ୟ ସମ୍ବଳ। ମୁଁ ଆଗରୁ କହିଥିଲି ଜୀବ ନିର୍ଜୀବ କଥା କହିଥିଲି। ତ ଏଇଭଳି ଗୁଡ଼ାକ ଏଇ ସବୁ ଗୁଡ଼ାକ କ'ଣ ପ୍ରାକୃତିକ ସମ୍ବଳରେ ଯିବ। ଦ୍ୱିତୀୟତଃ ସାଂସ୍କୃତିକ ସମ୍ବଳ କ'ଣ ନା ଆପଣ ଦେଖିଥିବେ ସଭ୍ୟତା ବିକାଶ କ୍ରମରେ ମନୁଷ୍ୟ ନିଜର ଦକ୍ଷତା, କାରିଗରୀ, ଜ୍ଞାନ କୌଶଳ ମାଧ୍ୟମରେ ପ୍ରାକୃତିକ ସମ୍ବଳରୁ ରୂପାନ୍ତରିତ କରି ବିଭିନ୍ନ ଅବିକଳ ଭାବରେ ବିଭିନ୍ନ ଉପାୟରେ ବ୍ୟବହାର ଉପଯୋଗ କରିଛି ନା କ'ଣ? ଆପଣ ଦେଖନ୍ତୁ ଗୋଟେ ସଭ୍ୟତା ବା ବିକାଶ କ୍ରମେ ବିକାଶ ଅନୁସାରେ ସମୟ ଅନୁସାରେ ଆପଣ ଦେଖିଥିବେ 10th କ୍ଲାସରେ ଅଛି ସଭ୍ୟତା ଆଉ ଯେଉଁ ବିଜ୍ଞାନ ଓ ସଭ୍ୟତା ରହିଛି, ବୁଝିପାରିଲେ ନା? ତ ଏ କ'ଣ ନା ସଭ୍ୟତାର ବିକାଶ କ୍ରମରେ ଯେତେବେଳେ ସଭ୍ୟତା ଧୀରେ 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 ବିକାଶ ଲାଭ କରୁଛି, ନିଜର ଦକ୍ଷତା ସେ ଅନୁସାରେ ବଢ଼ୁଛି, ବିଜ୍ଞାନର ମଧ୍ୟ ଚାହିଦା ବଢ଼ୁଛି, ବିଜ୍ଞାନ ମଧ୍ୟ ସେ ଅନୁସାରେ ଦିଗରେ ଗତି କରୁଛି ବା ସେଇଭଳିଆ କ୍ଷେତ୍ରରେ କ'ଣ କରୁଛି, ସେ ବିଜ୍ଞାନ ମଧ୍ୟ ସଭ୍ୟତା ଯେତେ ବଢ଼ି ବଢ଼ି ଯାଉଛି, ମନୁଷ୍ୟର ସଭ୍ୟତାଟା ଯେତେ କ'ଣ ମାନେ କ'ଣ କରୁଛି, ଯେଉଁଟାକି ଉନ୍ନତି ହେଇଯାଉଛି, ସେ ଅନୁସାରେ ବିଜ୍ଞାନର ମଧ୍ୟ ଉନ୍ନତି ହେଇଯାଉଛି। ତେଣୁ ଆପଣଙ୍କର ଗୋଟେ ପାଠ ଅଛି ସଭ୍ୟତା ଓ ବିଜ୍ଞାନ, ଆପଣ ତାକୁ ତୁଳନାତ୍ମକ ଢଙ୍ଗରେ ବହୁତ ବଢ଼ିଆ ସୁନ୍ଦର ପାଠଟି ଅଛି ସାହିତ୍ୟରେ, ବୁଝିପାରିଲେ ନା? ତ ଏଇଭଳି କ'ଣ ନା ସଭ୍ୟତାର କ୍ରମାନୁସାରେ ସମୟାନକ କ୍ରମ ଅନୁସାରେ ମନୁଷ୍ୟ ନିଜର ମଧ୍ୟ ଦକ୍ଷତା ମଧ୍ୟ ବଢ଼ଉଛି। ଯେଉଁ ଦକ୍ଷତା ମାଧ୍ୟମରେ ସେ କ'ଣ କରୁଛି ନା ଜ୍ଞାନ କୌଶଳ ମାଧ୍ୟମରେ ସେ ଦକ୍ଷତା, ଆପଣ ଦକ୍ଷତା କେତେବେଳେ ଆସିବ, ଆପଣ ଏକ୍ସପିରିଏନ୍ସ ଗୋଟେ ଆପଣ ଆସିବ, ଏକ୍ସପିରିଏନ୍ସ ହେଲା ମାନେ ଆପଣ ଜ୍ଞାନ ଧୀରେ 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 କ'ଣ ହେଲା ଆପଣଙ୍କର ଏକ୍ସପିରିଏନ୍ସ ବଢ଼ିଲା, ସେ ଅନୁସାରେ ଜ୍ଞାନ କୌଶଳ ଆପଣଙ୍କର ବଢ଼ି ବଢ଼ିଯିବ, ଜ୍ଞାନର ପରିମାଣ। ତ କ'ଣ ହେଇଛି ନା ଯେତେବେଳେ ସଭ୍ୟତା କ୍ରମାନୁସାରେ କ'ଣ କଲା ଧୀରେ 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 ପରିବର୍ତ୍ତନ ହେବାକୁ ଲାଗିଲା, ସେତେବେଳେ ଧୀରେ ଧୀରେ ପ୍ରଗତି ହେବାକୁ ବା ଧୀରେ ଧୀରେ ଡେଭଲପମେଣ୍ଟ ହେଲା ବା ଧୀରେ ଧୀରେ କ'ଣ ହେଲା ଉନ୍ନତି ସାଧନ ହେବାକୁ ଲାଗିଲା, ସେତେବେଳେ ମନୁଷ୍ୟ ଦକ୍ଷତା ନିଜର ଦକ୍ଷତା ମଧ୍ୟ ସେ ଅନୁସାରେ ମଧ୍ୟ କ'ଣ ହେଲା ବଢ଼ି 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 ବଢ଼ିଗଲା। ତ ସେଇ ବଢ଼ିବା ଅନୁଯାୟୀ ଜ୍ଞାନ କୌଶଳ ମାଧ୍ୟମରେ ପ୍ରାକୃତିକ ସମ୍ବଳକୁ ରୂପାନ୍ତର ଢଙ୍ଗରେ କ'ଣ କଲା ନା ପ୍ରାକୃତିକ ସମ୍ବଳକୁ ଏକ ଭିନ୍ନ ଉପାୟରେ ପ୍ରେଜେଣ୍ଟ କଲା, ସେ ଭିନ୍ନ ମାଧ୍ୟମରେ ସେ କ'ଣ କଲା ଉପସ୍ଥାପନ କଲା, ବୁଝିପାରିଲେ ନା? ତ ଏଇଭଳି କ'ଣ ହେଲା ହେଲେ କ'ଣ ହେଲା ନା ଆପଣ କ'ଣ ହେଇଛି ନା ବିଭିନ୍ନ ଜ୍ଞାନ କୌଶଳ ମାଧ୍ୟମରେ କ'ଣ କଲା ପ୍ରାକୃତିକ ସମ୍ବଳକୁ ରୂପାନ୍ତର ଢଙ୍ଗରେ କ'ଣ କଲା ପ୍ରେଜେଣ୍ଟ କଲା ସମାଜରେ ବା ସୋସାଇଟିରେ। ନା କ'ଣ ସାର୍ କେମିତି କଲା? ଦେଖ ପିଲାମାନେ ଆପଣ ଦେଖିବେ ପ୍ରାକୃତିକ ସମ୍ବଳ ଜଙ୍ଗଲ କଥା ଆମେ ଯିବା, ଯଦି କାଠକୁ କ'ଣ କଲା ସେ ଏକ ନୂତନ ଢଙ୍ଗରେ ସେ ପ୍ରେଜେଣ୍ଟ କଲା, କାଠକୁ କ'ଣ କଲା ଶଗଡ଼ ମାଧ୍ୟମରେ ବ୍ୟବହାର କଲା, ଜାଳେଣୀ ମାଧ୍ୟମରେ ବ୍ୟବହାର କଲା, ଘର ତିଆରି ମାଧ୍ୟମରେ ବ୍ୟବହାର କଲା। ସେ ଦେଖ ମାନେ ଦେଖନ୍ତୁ ଜ୍ଞାନ ବଢ଼ିଲା, ଯେତେବେଳେ ବଢ଼ିଲା ଜ୍ଞାନ କୌଶଳ ଅନୁସାରେ ସେ କୌଶଳ ଚିନ୍ତା କଲା ଯେ କାଠକୁ ନେଇକି ଗଛକୁ ନେଇକି ଗଛର ଯେଉଁ କାଠ ରହିଛି ଗଛକୁ ନେଇକି ମୁଁ କ'ଣ କରିବି, ଦେଖିଲା ସେ ଘର ତିଆରି କଲା, ଦେଖିଲେ ସେ ଶଗଡ଼ ମଧ୍ୟ ତିଆରି କଲା। ଆପଣ ଦେଖିବେ ପୂର୍ବରେ ଆପଣ ଶଗଡ଼ ଜାଣିଥିବେ କି ନା ମୁଁ ଜାଣିନି,
ବୁଝିପାରିଲେ। କିନ୍ତୁ ଶଗଡ଼ ମଧ୍ୟ ବ୍ୟବହାର କଲା, ଯୋଉଟାକି କାଠରେ ଆପଣ ବଳଦ ଟାଣେ। ଆଉ କଣ କଲା ଆପଣ ଦେଖିବେ ପ୍ରାକୃତିକ କଣ ଗଧକୁ ମଧ୍ୟ କଣ କଲା ସେ ବହନ କାର୍ଯ୍ୟରେ ବ୍ୟବହାର କଲା। ପ୍ରାକୃତିକ ସମ୍ବଳ ରୂପାନ୍ତର ଢଙ୍ଗରେ ପ୍ରେଜେଣ୍ଟ କଲା ନା ନାହିଁ, ଡିଫରେଣ୍ଟ ୱେରେ। ଆଉ କଣ କଲା ଓଟକୁ ମଧ୍ୟ ବ୍ୟବହାର କଲା, ବଳଦକୁ ବ୍ୟବହାର କଲା। ସେମାନେ ବି ତ ପ୍ରାକୃତିକ ସମ୍ବଳ ନା, ତାକୁ ମଧ୍ୟ କଣ କଲା ସେ ନୂତନ ଭାବରେ କଣ କଲା। ଆଉ ଗୋଟେ କଥା ଆପଣ ଯଦି ଦେଖିବେ, ଗଛ ଗଛ ଘଷିକି ବା ପଥରକୁ ପଥର ବାଡେଇକି କଣ କଲା ନିଆଁର ଉଦ୍ଭାବନ କଲା। ହେଲେ କଣ ହେଲା, ଏକ ନୂତନ କଣ କଲା ପ୍ରେଜେଣ୍ଟ କଲା ନା ନାଇଁ, ନୂଆ ଭାବରେ ଗୋଟେ କଣ କଲା ତାର ଜ୍ଞାନ କୌଶଳ ଖଟେଇଲା ଏବଂ କଣ କଲା ସେ ନିଆଁର ବ୍ୟବହାର କଲା। ବୁଝିପାରିଲା ନା ନାଇଁ, ପ୍ରାକୃତିକ ସମ୍ବଳ। ବୁଝିପାରିଲେ, ପ୍ରାକୃତିକ ସମ୍ବଳକୁ ନେଇକି ଏକ ରୂପାନ୍ତର ଢଙ୍ଗରେ ସେ କଣ କଲା ପ୍ରେଜେଣ୍ଟ କଲା, ଯାହାକୁ ସାଂସ୍କୃତିକ କ୍ଷେତ୍ରରେ ଯାଏ। ବୁଝିପାରିଲେ, ମନୁଷ୍ୟକୃତ ସାଂସ୍କୃତିକ ଅର୍ଥନୈତିକ ଅନୁଷ୍ଠାନ ଯଦି ଆପଣ ଶିକ୍ଷା କ୍ଷେତ୍ରରେ ଯିବେ, ଶିକ୍ଷା କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ, ଗମନାଗମନ କ୍ଷେତ୍ରରେ, ବାଣିଜ୍ୟ କ୍ଷେତ୍ରରେ, ଏସବୁ ସଞ୍ଚାର ସାମାଜିକ ରାଜନୈତିକ ଅନୁଷ୍ଠାନ କ୍ଷେତ୍ରରେ, ବିଭିନ୍ନ କ୍ଷେତ୍ରରେ ସେ କଣ କଲା ପ୍ରେଜେଣ୍ଟ କଲା, କିଛି ନୂଆ ଜିନିଷ ପ୍ରେଜେଣ୍ଟ କଲା, ଯଦ୍ୱାରା କି କଣ ହେଲା ସାଂସ୍କୃତିକ ସମ୍ବଳରେ ସେଟା ଯାଉଛି। ମାନବ ଆପଣ ସମ୍ବଳ ମୁଁ କହିଛି, ଆଉ ସେତେ ବିଶେଷ କିଛି ଆଲୋଚନା କରିବାର ଆବଶ୍ୟକତା ନାହିଁ। ତଥାପି ମୁଁ କହିଦଉଛି, ମନୁଷ୍ୟକୁ ସ୍ୱତନ୍ତ୍ର ଭାବରେ ଏକ ବିଶିଷ୍ଟ ସମ୍ବଳ ଭାବରେ ବିବେଚନା କରାଗଲା। ମୁଁ କହୁଥିଲି ନା ସେଇ ସମୟରେ କହୁଥିଲି ଯେ କଣ ନା ମନୁଷ୍ୟକୁ ସ୍ୱତନ୍ତ୍ର ଭାବରେ ନିଆଗଲା, ଇମ୍ପୋର୍ଟାନ୍ସ ଗୁରୁତ୍ୱ ଦିଆଗଲା ମନୁଷ୍ୟ ମାନବ ସମ୍ବଳ ବୋଲିକି। ମନୁଷ୍ୟ ତାର ପରିବେଶକୁ ସାଂସ୍କୃତିକ ଗଠନ ମିଳିତ ପ୍ରକ୍ରିୟାରେ ସମ୍ବଳ କଣ ସୃଷ୍ଟି ହେଇଥାଏ, ଯଥା ସଂରଚନା, ସଂସ୍ଥାନ ହେଲା, ଗୁଣବତ୍ତା, ଏଇଭଳି ସବୁ କଣ କରେ ଆର ମୁଖ୍ୟ ବାହକ ବା କର୍ତ୍ତା ହଉଛନ୍ତି କିଏ, ମନୁଷ୍ୟ। ତେଣୁ ସେ ଯେହେତୁ କଣ ସ୍ୱତନ୍ତ୍ର ବିଶିଷ୍ଟ ବିବେଚିତ ହେଇପାରୁଛି, ତେଣୁ ତାକୁ ମାନବ ସମ୍ବଳ କୁହାଗଲା। ଉତ୍ପତ୍ତି ଦୃଷ୍ଟିରୁ ଆମେ ଯଦି ଦେଖିବା, ଉତ୍ପତ୍ତି କଣ ଆପଣ ଦେଖିଥିବେ ଜୈବିକ ସମ୍ବଳ ଆପେ ଆପେ ଉତ୍ପତ୍ତି ହେଇଛି, ଅଜୈବିକ ସମ୍ବଳ ମଧ୍ୟ ଉତ୍ପତ୍ତି ଲାଭ କରିଛି ନା। ଉତ୍ପତ୍ତି ଅନୁସାରେ ଯଦି ଆପଣ ଦେଖିବେ ଜୈବିକ ସମ୍ବଳ, ଅଜୈବିକ ସମ୍ବଳ ଦୁଇ ପ୍ରକାର। ଜୈବିକ କଣ ଆପଣ ଜାଣିଛନ୍ତି, ପ୍ରାଣୀ, ମନୁଷ୍ୟ, ଅରୁଣଜୀବୀ, ପଶୁପକ୍ଷୀ, ମାଛ, ଏଗୁଡା ସବୁ ଯାର ଯାର ଜୀବନ ଅଛି, ସେମାନେ ଗୋଟେ ଗୋଟେ ସମ୍ବଳ। ମୁଁ କହିଥିଲି ନା ସମ୍ବଳ, ମାଛ ବି ଗୋଟେ ସମ୍ବଳର ଆବଶ୍ୟକ ସମ୍ବଳ ମଧ୍ୟ ନା। କେମିତି ସାର୍, ନା ଆପଣ ବ୍ୟବହାର କରୁନାହାନ୍ତି କି ଖାଇବାରେ ବ୍ୟବହାର କରୁଛନ୍ତି ନା, ତେଣୁ ସମ୍ବଳ ମଧ୍ୟ ମାଛ ବି ଗୋଟେ ସମ୍ବଳର ବ୍ୟବହାର ହେଲା। ତ ମୁଁ ଆଗରୁ ବି କହିଛି, ଯୋଉଟା ଆମର ଦୈନନ୍ଦିନ ଜୀବନରେ ବ୍ୟବହାରରେ ଆସେ, ଆପଣ ତାକୁ ସମ୍ବଳ କହିବେ। ଆପଣ ସେ ସମ୍ବଳରେ ଜୀବ, ସମ୍ବଳରେ ଅନ୍ତର୍ଭୁକ୍ତ। ବୁଝିପାରିଲେ, ତେଣୁ ଯାହାବି ଆପଣ ମାଛ ବୋଲିକି ନୁହଁ, ଆପଣ ଯଦି ଜିଆ ବି ଆମର ସମ୍ବଳରେ ଯାଉଛି। କେମିତି ସାର୍, ସେ ମାଟି କଣ କରେ ଫୁସଫୁସିଆ କରିଥାଏ, ହାଲୁକା କରିଥାଏ। ସେ ମାଟି ଭିତରେ ଯୋଉ ଯିବା ଦ୍ୱାରା ମାଟିରେ ବାୟୁ ରହିଥାଏ, ଯୋଉ ଦ୍ୱାରା କି ମାଟିଟା କଣ ହୋଇଥାଏ ହାଲୁକା ରହିଥାଏ। ବୁଝିପାରିଲେ ନା ନାଇଁ, ତାହା କଣ କରେ ଅମଳରେ ସହାୟକ କରେ, ଆମେ ଖାଉ। ହେଲେ ସିଏ ଆମକୁ ପରୋକ୍ଷ ଭାବରେ ସାହାଯ୍ୟ କଲା। ତେଣୁ ସିଏ ବି ଗୋଟେ, ଜିଆ ବି ଗୋଟେ କଣ ହେଲା ଆମର ସମ୍ବଳରେ ପରିଣତ ହେଲାନି। ସିଏ ତ ଆମର ଆବଶ୍ୟକତାରେ ଆସିଲା ନା, ଉତ୍ପାଦନ କ୍ଷେତ୍ରରେ ଆମର ଆବଶ୍ୟକତା ଆସିଲା। ତେଣୁ ଯିଏ ବି, ସେ ଜୀବ ହଉ ନିର୍ଜୀବ ହଉ, କାଠ ମାନେ ପତ୍ରଟି ବି ଯଦି ଆମର ଆବଶ୍ୟକତା ଆସିଲା, ସେ ଆମର ସମ୍ବଳରେ ଅନ୍ତର୍ଭୁକ୍ତ ହେଇଗଲା, ତାକୁ ଆମେ ସମ୍ବଳ କହିପାରିବା। ବୁଝିପାରିଲେ, ତ ଏଇଭଳି ଭାବରେ ଜୈବିକ ସମ୍ବଳ କଣ, ଯାହାର ଜୀବନ ଅଛି, ଯୋଉ ଅଣୁଜୀବୀର ମୁଁ କହିଥିଲି ନା, ଏବେ କହୁଥିଲି ଜିଆ କଥାଟା, ଛୋଟ ଛୋଟ ଉଦ୍ଭିଦ, ପ୍ରାଣୀ, ମନୁଷ୍ୟ, ପଶୁପକ୍ଷୀ, ମାଛ ଇତ୍ୟାଦି, ଆପଣ ଯାହାର ବି ଜୀବନ ଅଛି, ସେ ଜୈବିକ ସମ୍ବଳରେ ଅନ୍ତର୍ଭୁକ୍ତ, ତାକୁ ଜୈବିକ ସମ୍ବଳ କହିବା। ସେମିତି ଅଜୈବିକ ଆପଣ କହିବେ, ଅଜୈବିକ ମାନେ ଯାହାର ଜୀବନ ନାହିଁ, ଯାହାର ଜୀବନ ନାହିଁ କିନ୍ତୁ ସେ ଆମର ଆବଶ୍ୟକତାରେ କଣ ବ୍ୟବହାର ହଉଛି, ତାକୁ ଅଜୈବିକ ସମ୍ବଳ ଆପଣ କହିବେ। ବୁଝିପାରିଲେ ନା ନାଇଁ, ତେଣୁ ଏଭଳି ଭାବରେ ଆପଣ ଅଜୈବିକ ସମ୍ବଳ କଣ ସାର୍, ଯାର ଜୀବନ ନାହିଁ ନା। ଜୀବନ କଣ, ଆପଣ ଦେଖିବେ ଆପଣଙ୍କ ଘରେ ଟିଭି ଅଛି, ଅଜୈବିକ ସମ୍ବଳ, ଆପଣ ବ୍ୟବହାର କରୁଛନ୍ତି କିନ୍ତୁ ତାର ଜୀବନ ନାହିଁ। ପଙ୍ଖା, ଆପଣ ପଙ୍ଖା ଯଦି ଆପଣ ଯିବେ, ପଙ୍ଖାକୁ ଆପଣ ଯଦି ଦେଖିବେ ତାର ଜୀବନ ନାହିଁ କିନ୍ତୁ ସେ ବ୍ୟବହାର ଆପଣଙ୍କୁ ପବନ ଦଉଛି। ପେନ୍, ଆପଣ ଲେଖି ପାରୁଛନ୍ତି। ଆପଣ ଯାହାବି, ଆପଣ ବିଭିନ୍ନ ମମିଙ୍କର ଯୋଉ ଆପଣ କହିବେ ଆପଣ ପେଡି ଏଗୁଡାକ ରହିଛି, ଯୋଉ ଗଡରେଜ ଆପଣ କହିବେ, ଆପଣଙ୍କର କମ୍ପାସ ବକ୍ସ ଆପଣ ଦରକାର, କିନ୍ତୁ ଆପଣ କମ୍ପାସ ବକ୍ସ ଅଛି ନା ନାଇଁ, ଆପଣ ସେଟା ସମ୍ବଳରେ ଜୀବନ ନାହିଁ, ଆପଣଙ୍କୁ ଦରକାର ଆସୁଛି କିନ୍ତୁ ତାର ଜୀବନ ଅଛି କି, ଅଜୈବ, ତାର ଜୀବନ ନାହିଁ କିନ୍ତୁ ଆମର ବ୍ୟବହାର ହଉଛି, ସେ ସମ୍ବଳରେ ଯିବ। ବୁଝିପାରିଲେ, ତ ଏଇଭଳି ଭାବରେ କଣ ଏତେ ଅଜୈବିକ ସମ୍ବଳ, ଯଥା ଶିଳା ହଉ, ପଥର ହଉ, ଜଳ ହଉ, ମୂର୍ତ୍ତିକା ହଉ, ଖଣିଜ ପଦାର୍ଥ ହଉ, ଭୂମି ହଉ ବା ଅନ୍ୟାନ୍ୟ
ବ୍ୟବହାର୍ଯ୍ୟ ତମ ଘରର ବ୍ୟବହାର୍ଯ୍ୟ ଦ୍ରବ୍ୟ କଥା ହଉ ବା ବସ୍ତୁ କଥା ହଉ, এই ଯୋଗୁଁ ଅଯୋଗ୍ୟ ସମ୍ବଳ ବୋଲି ଆମେ କହିବା ଏଗୁଡ଼ିକ। ସେମିତି ବ୍ୟବହାର ଓ ସୁଲଭତା, ଆପଣ ସୁଲଭତା ଭିତରେ ମୁଁ ଆଲୋଚନା କରିଥିଲି ନା କି ବ୍ୟବହାର ଦୃଷ୍ଟିରୁ ଆପଣ ଯଦି ବ୍ୟବହାର ଦୃଷ୍ଟିରୁ ଯଦି ଆପଣ ସମ୍ବଳ କେତେ ନା ଅସରନ୍ତି ବା ଅକ୍ଷୟ ସମ୍ବଳ ବା ସରନ୍ତି ବା ସୀମିତ ବା କ୍ଷୟଶୀଳ ସମ୍ବଳ। ବୁଝିପାରିଲେ ନା? ଅସରନ୍ତି କଣ ନା ଯୋଉ ସମ୍ବଳ ଗୁଡ଼ିକ ବାରମ୍ବାର ବ୍ୟବହାର କରିବା ଦ୍ୱାରା ସରେ ନାହିଁ, ବା ଯେଉଁ ସମ୍ବଳ ଗୁଡ଼ିକ ବାରମ୍ବାର ବ୍ୟବହାର କଲେ ମଧ୍ୟ ତା ସରେ ନାହିଁ, ତା ପୁନର୍ଗଠନ ହେଇଥାଏ। ବୁଝିପାରିଲେ ନା ନାହିଁ? ତାର ଔଜ୍ଜଲ୍ୟ ବଢିଥାଏ ବାରମ୍ବାର ବ୍ୟବହାର କରିବା ଦ୍ୱାରା, ଏବଂ ତା ସେ ସରେ ନାହିଁ କେବେ, ତାକୁ ଅସରନ୍ତି ସମ୍ବଳ କହିବା। ନା କୋଉ ଗୁଡ଼ା ସାର ଏମିତି ଅଛି ଅସରନ୍ତି ସମ୍ବଳ? ଆପଣ ସୌରଶକ୍ତି, ସୂର୍ଯ୍ୟଙ୍କର ଆସୁଥିବା ଶକ୍ତି ସରେ ନାହିଁ କେବେ, ପୁଣି ତାର ଔଜ୍ଜଲ୍ୟ ବଢିଥାଏ। ସେ ବି ବାୟୁ ମଧ୍ୟ, ସେ ବି ଅସରନ୍ତି ସମ୍ବଳର ଅନ୍ତର୍ଭୁକ୍ତ ହେବେ। ବୁଝିପାରିଲେ ନା ନାହିଁ? ସେମିତି ସରନ୍ତି ବା ସୀମିତ ବା କ୍ଷୟଶୀଳ ସମ୍ବଳ କାହାକୁ କୁହାଯାଏ? ସରନ୍ତି ଆପଣ ସାଧା କଥା, ଆପଣ ସିଧାସଳଖ କହିବେ ଯୋଉ ସମ୍ବଳ ବାରମ୍ବାର ବ୍ୟବହାର କରିବା ଦ୍ୱାରା ସରିଯାଏ, ତା ପରବର୍ତ୍ତୀ ସମୟରେ ତାହା କଣ ଆଉ ବହୁତ ଅଭାବ ଦେଖାଯାଏ। ଆପଣ ସିଧା କଥା ଏତେ କହିବା ନାହିଁ। ଯୋଉ ସମ୍ବଳ ଗୁଡ଼ିକ ବ୍ୟବହାର କରିବା ଦ୍ୱାରା ତା କଣ କିଛି ଦିନ ପରେ ସରିଯାଏ, ତାକୁ ସରନ୍ତି ସମ୍ବଳ। ସୀମିତ ସମ୍ବଳ କଣ ନା ତାକୁ ବାରମ୍ବାର ବ୍ୟବହାର କରିବା ଦ୍ୱାରା କଣ ସରିଯାଏ, ଆଉ ସୀମିତ କିଛି ଦିନ ପାଇଁ ହିଁ ସେ ଥିବ। ଯୋଉ ସମ୍ବଳ ଗୁଡ଼ିକ ସୀମିତ, ଆଉ ଅଧିକା ପଡ଼ିବ ନାହିଁ। ବୁଝିପାରିଲେ ନା ନାହିଁ? ଯୋଉ ସମ୍ବଳ କଣ କରେ ଏକ ଲିମିଟେଡ ଥାଏ, ସରି କଣ ସୀମିତ, ଆଉ ବଢେନି କି କମିଯିବ କିନ୍ତୁ ବଢେନି। ବୁଝିପାରିଲେ ନା? ବଢିବନି, ଆପଣ ବ୍ୟବହାର କରିଦେଲା ପରେ ଆଉ ପୁନର୍ଗଠନ ନାହିଁ, ସୀମିତ ସେତିକି ଏକା, ଆପଣ ବ୍ୟବହାର କଲେ ଆଉ ନାହିଁ, ତ ଆପଣ ସୀମିତରେ ସେଟା ଯିବ। ବୁଝିପାରିଲେ ନା ନାହିଁ? ସୀମିତ ସମ୍ବଳ। ବା କ୍ଷୟଶୀଳ କଣ ନା ଆପଣ ବାରମ୍ବାର ବ୍ୟବହାର କରିବା ଦ୍ୱାରା ସେ କଣ ହବ, ଧୀରେ 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 ନଷ୍ଟ ହବାକୁ ଲାଗିବ ବା ସରିବାକୁ ଲାଗିବ, କ୍ଷୟ ହେଇଯିବ, କମି କମି ଯିବ, ହ୍ରାସ ହେଇଯିବ ଧୀରେ ଧୀରେ, ସେ ବି କ୍ଷୟରେ। ତେଣୁ ସମ୍ବଳ ଆପଣ ଯଦି ବ୍ୟବହାର ଆଉ ସୁଲଭତା ଅନୁସାରେ ଆପଣ ଯଦି କହିବେ, ସମ୍ବଳ ଦୁଇ ପ୍ରକାର, ଏକ ଅସରନ୍ତି ବା ଅକ୍ଷୟ ସମ୍ବଳ, କ୍ଷୟ ହୁଏ ନାହିଁ ଯୋଉଠି ସମ୍ବଳ। ସେ ଦୁଇ ହେଲା ସରନ୍ତି ବା ସୀମିତ ବା କ୍ଷୟଶୀଳ ସମ୍ବଳ। ଏଇଟା ଗୋଟେ ଏକା ହେଲା ନା? ସେମିତି ସାଧାରଣତଃ ଭାବରେ କହିବାକୁ ଗଲେ ବ୍ୟବହାର ଓ ସୁଲଭତା ଦୃଷ୍ଟିରୁ ସମ୍ବଳ ଦୁଇ ପ୍ରକାର ହେଲା। ତେଣୁ ପରିମାଣ ଅନୁସାରେ ସମ୍ବଳ ପୁଣି ଏନାଦର କଣ ନା କଣ ପରିମାଣ ଅନୁସାରେ କଣ ନା ପରିମାଣ ଅନୁସାରେ ଆପଣ ଯଦି ଦେଖିବା ଅପୂରଣୀୟ ସମ୍ବଳ ବା ଅବିରାମ ବା ପୂରଣୀୟ ସମ୍ବଳ, ବହୁତ ବଢିଆ ହେଇଛି କଥା। ନା କଣ ନା ପରିମାଣ ଅନୁସାରେ ଆପଣ ଦେଖିବେ ସମ୍ବଳ ଦୁଇ ପ୍ରକାର, ଗୋଟେ ହେଲା ଅପୂରଣୀୟ। ଆପଣ ବାରମ୍ବାର ବ୍ୟବହାର କରିବା ଦ୍ୱାରା ଯୋଉ ସମ୍ବଳକୁ ଆପଣ ବାରମ୍ବାର ବ୍ୟବହାର କରୁଛେ, ତାହା ପୁନର୍ ସମୟରେ ବା ପରବର୍ତ୍ତୀ ସମୟରେ ଆପଣ ପୂରଣ କରିପାରିବେ ନାହିଁ, ଯୋଉଟା ତାକୁ ଅପୂରଣୀୟ ସମ୍ବଳ କୁହାଯାଏ, ଯାକୁ ପୂରଣ କରିହେବ ନାହିଁ। ବୁଝିପାରିଲେ ନା? ଯୋଉ ସମ୍ବଳ ମନୁଷ୍ୟ ବ୍ୟବହାର ଦ୍ୱାରା ସମ୍ପୂର୍ଣ୍ଣ କଣ ହେଇଥାଏ, ବ୍ୟବହାର ଦ୍ୱାରା ଯୋଉ ସମ୍ବଳର ପରିମାଣ କୌଣସି ହ୍ରାସ ପାଇ ପରିଲକ୍ଷିତ ହେଇଥାଏ ବା ହ୍ରାସ ପରିଲକ୍ଷିତ ଅପୂରଣୀୟ ବୋଲି କହିଲା, ଯୋଉଟାକି ଆମେ କହିବା, ଯୋଉଟାକି ସମ୍ବଳକୁ ଯୋଉଟାକି ଆମେ କହିବା ପୁନଃ ସୃଷ୍ଟି କରିପାରେ ନାହିଁ। ଆପଣ ପୁନର୍ବାର ଗୋଟେ ବ୍ୟବହାର କଲା ପରେ ଗୋଟେ ଯୋଉ ସମ୍ବଳକୁ ତା ପୁନର୍ବାର ଆଉ କଣ ସରିଯିବ, ସେଟା ପୂରଣ କରିହବ ନାହିଁ, ଅପୂରଣୀୟ, ସରିଯିବ ସମ୍ପୂର୍ଣ୍ଣ, ପୂରଣ ଆଉ ପୁନର୍ବାର ପୂରଣ କରିହବ ନାହିଁ ସେଇ ସମ୍ବଳକୁ, ତାକୁ ଅପୂରଣୀୟ ସମ୍ବଳ କହିବା। ଯଥା ଖଣିଜ ପଦାର୍ଥ, ଆପଣ ପେଟ୍ରୋଲ, ଡିଜେଲ, କିରୋସିନି ଜାଣିଛ ନା, କୋଇଲା, ଏଗୁଡ଼ା ସବୁ କଣ ଲିମିଟେଡ ସୀମିତ ସମ୍ବଳ। ଏମାନଙ୍କୁ ବାରମ୍ବାର ବ୍ୟବହାର କରିବା ଦ୍ୱାରା ଆଉ ପୂରଣ କରିହବ ନାହିଁ। ଯୋଉଥିରେ ପରବର୍ତ୍ତୀ ପିଢି କଥା ଆପଣ ମନେ ରଖିଥାନ୍ତୁ, ମୁଁ କହିଥିଲି ଆପଣ ଏମିତି କରିବା ଦରକାର, ଯେହେତୁ ଆପଣ କଣ ମାନେ ପରବର୍ତ୍ତୀ ପିଢି ଆପଣଙ୍କୁ କଣ କରିବ, ଯେମିତି ନିନ୍ଦା ନ କରିବ, ଆପଣ ଏଇଭଳି ବ୍ୟବହାର କରିବା ଦରକାର। ଗୋଟେ ସମ୍ବଳ ଅଛି, ଆମେ ତାକୁ କଣ କରିବା, ମନ ଇଚ୍ଛା କଣ କରିବା, ବ୍ୟବହାର କରିବା, ତା ଠିକ ନୁହଁ। କାହିଁକିନା ଆପଣଙ୍କୁ ପରବର୍ତ୍ତୀ ପିଢି ଯୋଉ ଆସିବେ ଆପଣଙ୍କୁ ନିନ୍ଦା କରିବେ। ବୁଝିପାରିଲ ନା ନାହିଁ? ତେଣୁ ଆମେ ଏମିତି ବ୍ୟବହାର କରିବା ଯୋଉ ସମ୍ବଳ ଆମେ ବ୍ୟବହାର କରିବା, ତା ସହିତ ପରବର୍ତ୍ତୀ ପିଢି ଯୋଉମାନେ ଆସିବେ ସେମାନେ ଯେମିତି ବ୍ୟବହାର କରିପାରିବେ, ସେଥିପ୍ରତି ଆମେ ଯତ୍ନବାନ ହେବା। ତେଣୁ ଯୋଉ ସମ୍ବଳ ଗୁଡ଼ିକ ବାରମ୍ବାର ବ୍ୟବହାର କରିବା ଦ୍ୱାରା ଆଉ ପୂରଣ କରି ହୁଏ ନାହିଁ ବା ସରିଯାଏ, ତା ପୂରଣ କରି ହୁଏ ନାହିଁ, ତାକୁ ଅପୂରଣୀୟ ସମ୍ବଳ ବୋଲି କହିବା। ଯୋଉଟା କି ଖଣିଜ ପଦାର୍ଥ ଅପୂରଣୀୟ ସମ୍ବଳରେ ଯାଏ, ଖଣିଜ ପଦାର୍ଥ, ଖଣିଜ ତୈଳ, କୋଇଲା, ଏସବୁ ଗୁଡାକ। ସେମିତି ଅବିରାମ ସମ୍ବଳ,
ବା ପୂରଣୀୟ ସମ୍ବଳ କାହାକୁ କୁହାଯାଏ? ଭେରି ଇଜି। କ'ଣ ପୂରଣୀୟ? ଯୋଉଟାକୁ ଯୋଉ ସମ୍ବଳକୁ ବାରମ୍ବାର ଆମେ ବ୍ୟବହାର କରିବା ଦ୍ୱାରା ତା ପରବର୍ତ୍ତୀ ସମୟରେ ପୂରଣ ହୋଇଥାଏ, ତା ପରବର୍ତ୍ତୀ ସମୟରେ ପୁନର୍ଗଠନ ହେଇଯାଏ, ତାର ଔଜ୍ଜଲ୍ୟ ଆହୁରି ବଢିଥାଏ, ତାର ପରିମାଣ ବଢିଥାଏ, ତାକୁ ମଧ୍ୟ ଆମେ କ'ଣ କରିବା? ପୂରଣୀୟ ସମ୍ବଳ ବୋଲି କହିବା। ଯଥା ସୌରଶକ୍ତି ମୁଁ କହିଥିଲି, ଭୂତାପ ଶକ୍ତି, ଜୁଆର ଶକ୍ତି ବଢିଥାଏ କମେନି କେବେ, ପବନ ଶକ୍ତି ବଢିଥାଏ କମେନି କେବେ। ପୂରଣୀୟ ଏମାନେ ଯେତେ ବ୍ୟବହାର କଲେ ମଧ୍ୟ ଏମାନେ କ'ଣ କରିବେ? ପୁନର୍ଗଠନ ହବ, ଏମାନଙ୍କର ଆହୁରି କ'ଣ କରିବ? ପରିମାଣ ବୃଦ୍ଧି ପାଇବ। ଏମାନେ ଗୋଟେ ଗୋଟେ କ'ଣ ପୂରଣୀୟ ସମ୍ବଳରେ ଅନ୍ତର୍ଭୁକ୍ତ ହେଇପାରିବେ। ସେମିତି ଭରଣ ଅନୁସାରେ ଆପଣ ଯଦି ଦେଖିବେ ନବୀକରଣ ଯୋଗ୍ୟ ସମ୍ବଳ, ନବୀକରଣ ପରେ ନୂଆ, ବୁଝିପାରିଲେ? ନବୀକରଣ ଯୋଗ୍ୟ ସମ୍ବଳ, ଯୋଉ ସମ୍ବଳ ବ୍ୟବହାର କରିବା ଦ୍ୱାରା ନବୀକରଣ ନୂତନ ଭାବରେ କ'ଣ ହେଇପାରିବ? ସୃଷ୍ଟି ହେଇପାରିବ, ଯୋଗ୍ୟ ବିବେଚିତ ମଧ୍ୟ ହେଇପାରିବ। ବୁଝିପାରିଲେ? ନବୀକରଣ ଯୋଗ୍ୟ ବୋଲେ ନୂଆ କରିକି ହେବା, ବ୍ୟବହାର କରୁଥିବେ ପୁଣି ଆଉଥରେ ସେ ସୃଷ୍ଟି ହେଉଥିବ, ପୁଣି ଆଉଥରେ ପୁନର୍ଗଠନ ହେଉଥିବ। ଯୋଉ ସମ୍ବଳ ମନୁଷ୍ୟ ଦ୍ୱାରା ବାରମ୍ବାର ବ୍ୟବହାର ସତ୍ତ୍ୱେ ସମ୍ପୂର୍ଣ୍ଣ କ୍ଷୟ ହୁଏ ନାହିଁ, ବିଭିନ୍ନ ଉପାୟ ଦ୍ୱାରା ସେଗୁଡ଼ିକ ପୁନର୍ଭରଣ ହେଇଥାଏ, ପୁଣି କ'ଣ କରେ? ତାର ପରିମାଣ ବର୍ଦ୍ଧିତ ହେଇଥାଏ। କୌଣସି କାରଣବଶତଃ ହଉ, ପ୍ରାକୃତିକ କାରଣ ହଉ କି ମାନବକୃତ କାରଣ ହଉ କି ବୈଜ୍ଞାନିକ କାରଣ, ଯାହା ବି ଯୋଉ କାରଣ ଦ୍ୱାରା ହଉଛି, ଯଦି ସେ ପୁନର୍ଗଠନ ହେଇପାରିଲା, ବୁଝିପାରିଲେ? ପୁନଃ ସୃଷ୍ଟି ହେଇପାରିଲା, ପୁନଃ ପରିମାଣ ଦୃଷ୍ଟିରୁ ପୁନଃ ଯଦି ଆପଣ ଯୋଉଠିକି ପରିପୂରଣ ହେଇପାରିଲା ଆଉ ଯୋଗ୍ୟ ବିବେଚିତ ହବ, ତାକୁ ଆମେ କ'ଣ କହିବା? ନବୀକରଣ ଯୋଗ୍ୟ ସମ୍ବଳ। ଅର୍ଥାତ୍ ସିଧା କଥା, ଯୋଉ ସମ୍ବଳକୁ ବାରମ୍ବାର ବ୍ୟବହାର କରିବା ଦ୍ୱାରା ପୁନଃ ଭରଣ ହେଇଥାଏ ତାକୁ ନବୀକରଣ ଯୋଗ୍ୟ ସମ୍ବଳ କହିବା। ନବୀକରଣ ଅଯୋଗ୍ୟ ସମ୍ବଳ କ'ଣ? ନା ଯେଉଁ ସମ୍ବଳ ମନୁଷ୍ୟ ଅନବରତ ବ୍ୟବହାର ଦ୍ୱାରା ଅନ୍ୟାନ୍ୟ କାରଣ ଦ୍ୱାରା ହ୍ରାସ ପାଇଲେ, ନଷ୍ଟ ହେଇଗଲେ ଆଉ ସେଗୁଡ଼ିକ ପୁନର୍ଭରଣ ସମ୍ଭବ ହୋଇନଥାଏ। ଆପଣ ମୁଁ କହିଲି, ଆପଣ ଯଦି ବାରମ୍ବାର ମନ ଇଚ୍ଛା ଯଦି ବ୍ୟବହାର କରିଲେ, ପରବର୍ତ୍ତୀ ପିଢ଼ି ଆପଣଙ୍କୁ ନିନ୍ଦା କରିବେ। ବୁଝିପାରିଲେ? ବୁଝିପାରିଲେ ନା ନାଇଁ? ତେଣୁ ଆମେ କ'ଣ କରିବା ଦରକାର? ଯେ ନବୀକରଣ ଅଯୋଗ୍ୟ ସମ୍ବଳ, ନା ନବୀକରଣ ବୋଲେ ନୂଆ ସୃଷ୍ଟି ହେଇପାରିବ ନାହିଁ। ଯୋଉ ସମ୍ବଳ ଆପଣ ବ୍ୟବହାର କରିଦେବେ, ବାରମ୍ବାର ବ୍ୟବହାର କରିବା ଦ୍ୱାରା ସେ କ'ଣ ହବ? ବନ୍ଦ ହେଇଗଲା, ସେ ସରିଗଲା, ଆଉ ନବୀକରଣ ହେଇପାରିବନି। ନବୀକରଣ ମାନେ ସଦାବେଳେ ନୂଆ, ନୂଆରେ ଆଉ ସୃଷ୍ଟି ହେଇପାରିବ ନାହିଁ। ବୁଝିପାରିଲେ ନା ନାଇଁ? ବୁଝିପାରିଲେ ନା? ଯେଉଁ ସମ୍ବଳ ଗୁଡ଼ିକ ମନୁଷ୍ୟ ଅନବରତ ବ୍ୟବହାର କରିବା ଦ୍ୱାରା ସେ ପରବର୍ତ୍ତୀ ସମୟରେ କ'ଣ ହେଇଥାଏ? ହ୍ରାସ ପାଇଥାଏ, କମିଥାଏ, ତାକୁ କ'ଣ ନବୀକରଣ ଅଯୋଗ୍ୟ। ଅଯୋଗ୍ୟ ମାନେ ଯୋଗ୍ୟ ହେଇପାରେ ନାହିଁ ବା ନୂଆ କରିକି ସୃଷ୍ଟି ହେଇପାରେ ନାହିଁ, ତାକୁ ନବୀକରଣ ଅଯୋଗ୍ୟ ସମ୍ବଳ ବୋଲି କହିବା। ଯଦି କୋଇଲା, ପେଟ୍ରୋଲ ଇତ୍ୟାଦି ଇତ୍ୟାଦି। ହେଲା ନା ନାଇଁ? ସେମିତି ବଣ୍ଟନ ବିତରଣ ଅନୁସାରେ ଆପଣ ଦେଖିବେ ସର୍ବତ ସୁଲଭ, ସର୍ବତ୍ର ମାନେ କ'ଣ? ସବୁ ସ୍ଥାନରେ ସୁଲଭ ବେଳେ ମିଳିପାରୁଥିବ, ଆଭେଲେବିଲିଟି କହିଥିଲି। ବୁଝିପାରିଲେ ନା ନାଇଁ? ବୁଝିପାରିଲେ? ତେଣୁ ଏଇଭଳି ଭାବରେ ସର୍ବତ୍ର, ବୁଝିଲେ, ସବୁ ସ୍ଥାନ ଯୋଉ ସମ୍ବଳ ଗୁଡ଼ିକ ଭୂପୃଷ୍ଠରେ ସବୁଠାରେ ମିଳିଥାଏ ସେଗୁଡ଼ିକୁ ସର୍ବତ ସୁଲଭ କୁହାଯାଏ। ଭୂମି ସବୁଠାରେ, ଜଳ ସବୁଠାରେ, ବାୟୁ ସବୁଠାରେ। ତେଣୁ ସର୍ବତ୍ର, ସର୍ବତ୍ର ବୋଲେ ସବୁ ସ୍ଥାନରେ, ସବୁ ଜାଗାରେ, ସବୁ ଅଞ୍ଚଳରେ ଯୋଉ ସମ୍ବଳ ଆଭେଲେବିଲିଟି ହେଇଥାଏ, ଆଭେଲେବଲ୍ ହେଇଥାଏ, ମିଳିଥାଏ ସୁଲଭ ଦରରେ, ଯୋଉଟାକି ଆମେ କହିପାରିବା। ତେଣୁ ଏଇଟା ସୁଲଭ କ'ଣ? ସର୍ବତ ସୁଲଭ ବଣ୍ଟନ ଦୃଷ୍ଟିରୁ। ଦ୍ୱିତୀୟ ହେଲା କ'ଣ? ସ୍ଥାନୀୟ ସମ୍ବଳ। ତେଣୁ ବଣ୍ଟନ ବା ବିତରଣ ଅନୁସାରେ ସମ୍ବଳ କେତେ ଭାଗ କରାଯାଇଛି? ଦି ଭାଗରେ। ଗୋଟେ ହେଲା ସର୍ବତ୍ର ସୁଲଭ ସମ୍ବଳ, ଗୋଟେ ସ୍ଥାନୀୟ ସମ୍ବଳ ବୋଲି କୁହାଯାଏ। ଏ ଦିଟା ବିଭାଗୀକରଣ ଦୃଷ୍ଟିରୁ। ବୁଝିପାରିଲେ ନା ନାଇଁ? ତେଣୁ ଏଇଭଳି ଭାବରେ ଆମେ କହିବା ସ୍ଥାନୀୟ ସମ୍ବଳ ବୋଲେ ଯୋଉ ସମ୍ବଳ ଗୁଡ଼ିକ ଭୂପୃଷ୍ଠରେ କେତେ ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ଥିବ। ଅର୍ଥାତ୍ ଯୋଉ ସମ୍ବଳ ଗୁଡ଼ିକ କଳାହାଣ୍ଡି ଛାଡ଼ିଦେଲେ ଆଉ ଗଞ୍ଜାମରେ ମିଳୁନଥିବ, ବା ଗଞ୍ଜାମ ଛାଡ଼ିଦେଲେ କି କୋରାପୁଟରେ ମିଳୁନଥିବ, କି କୋରାପୁଟରେ ପୁରୀରେ ମିଳୁନଥିବ। ତ ଏଇଭଳି ମାନେ କହିବାର ଅର୍ଥ ଏକ ଲିମିଟେଡ୍ ଜାଗାରେ, ନିର୍ଦ୍ଦିଷ୍ଟ ଜାଗାରେ ଯୋଉ ସମ୍ବଳ ଗୁଡ଼ିକ ଥାଏ ତାକୁ କ'ଣ? ସ୍ଥାନୀୟ ସମ୍ବଳ। ଅର୍ଥାତ୍ ଯୋଉ ସ୍ଥାନରେ ଥାଏ ସେଠାକାର ଅଞ୍ଚଳର ସେ ସମ୍ବଳ ସ୍ଥାନୀୟ, ସେ ସ୍ଥାନରେ ଥିବା ଯୋଉ ସମ୍ବଳ ଗୁଡ଼ିକ ସ୍ଥାନୀୟ ସମ୍ବଳ କହିବା। ଆଉ ଆପଣ ଏଇଟା ଗୋଟେ କହିବେ, କୋଉଟା ମହୁଲ, ଗଞ୍ଜାମରେ ମହୁଲ କ'ଣ ସେତେ ଆଭେଲେବିଲିଟି ହୁଏ, ମିଳେ? ଆପଣଙ୍କର ମହୁଲଟା ଏଇଠି କ'ଣ କଳାହାଣ୍ଡିରେ କ'ଣ କରେ? ଏଇଟା ସ୍ଥାନୀୟ ସମ୍ବଳ ନା? ମହୁଲଟା ଆପଣ ଯିବ ନା ସ୍ଥାନୀୟ ସମ୍ବଳରେ?
ପ୍ରାକୃତିକ ଓ ସ୍ଥାନୀୟ ସମ୍ବଳଟା। ହେଲେ ଏଇ ଯୋଉ ସମ୍ବଳ ଗୁଡ଼ିକ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ କ'ଣ ହେଇଥାଏ ହୋଇଥାଏ। ଆପଣ ଅଙ୍ଗୁର, ଆପଣ ଆମର ଗଞ୍ଜାମରେ କ'ଣ ଅଙ୍ଗୁର ହଉଛି? ନାହିଁ। କି ଅନ୍ୟ କୌଣସି ଜିଲ୍ଲାରେ ହଉଛି ନା, କିନ୍ତୁ ଅନ୍ୟ ଯୋଉ ଜାଗାରେ ଜାମ୍ମୁ କାଶ୍ମୀର ଏଇଭଳିଆ ସବୁ ଜାଗା ଗୋଟେ ଥଣ୍ଡା ଏରିଆ ଜାଗାରେ ଗୁଡ଼ା ଦେଖିଥିବେ। ତେଣୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ହୋଇଥାଏ ଯୋଉ ସମ୍ବଳ ଗୁଡ଼ିକ, ସେଇ ସମ୍ବଳ ଗୁଡ଼ିକ କ'ଣ ହେଇଥାଏ? ସ୍ଥାନୀୟ ସମ୍ବଳ ଭାବରେ ବିବେଚିତ ହୋଇଥାଏ। ତେଣୁ ବିକାଶ ଅନୁସାରେ ଯଦି ଆମେ ସମ୍ବଳକୁ କେତେ ଭାଗିତ କରିଛି ନା, ବିକାଶ ଅନୁସାରେ ଗଚ୍ଛିତ ସମ୍ବଳ, ସମ୍ବଳ ଭଣ୍ଡାର, ବୁଝିଲେ, ବିକଶିତ ସମ୍ବଳ, ସଂରକ୍ଷିତ ସମ୍ବଳ, ଏଇଭଳି ଭାବରେ କ'ଣ କହିଛି ବିଭାଗୀକରଣ ହେଇଛି। ନା ବିକାଶ ସ୍ତର ଅନୁସାରେ କ'ଣ ନା ଗଚ୍ଛିତ ସମ୍ବଳ। ଗଚ୍ଛିତ ସମ୍ବଳ କ'ଣ? ଯୋଉଟାକି ଯୋଉ ସମ୍ବଳକୁ ପ୍ରକୃତିର ଗ୍ରନ୍ଥାଗାରରେ ଅବ୍ୟବହୃତ ଅବସ୍ଥାରେ ଅଛି, ଅର୍ଥାତ୍ ଅବ୍ୟବହୃତ ମାନେ ବ୍ୟବହାର ହଉନି, କିନ୍ତୁ ଗଚ୍ଛିତ ହେଇକି ବେଶୀ ପରିମାଣରେ ଅଛି। ବୁଝିପାରିଲେ? ଯୋଉ ସମ୍ବଳ ଗୁଡ଼ିକ ପ୍ରକୃତିର ଗ୍ରନ୍ଥାଗାରରେ ପୁରା ଭରପୁର ହେଇକି ଅଛି, ଅବ୍ୟବହୃତ, ବ୍ୟବହାର ହଉନାହିଁ, କିନ୍ତୁ ସେ ଅଛି। ବୁଝିପାରିଲେ? ବ୍ୟବହାର ହେଇନାହିଁ ବା ବ୍ୟବହାର ହଉନାହିଁ, କିନ୍ତୁ ବହୁତ ପରିମାଣରେ ଅଛି। ସେ କ'ଣ ହେଇଛି? ଗୋଟେ ସ୍ଥାନରେ ଗଚ୍ଛିତ ହେଇକି ଅଛି, ମାନେ କ'ଣ କରିଛି? ସେଠି ଅଛି ଯୋଉଟାକି ବ୍ୟବହାର ହେଇପାରୁନି, ତାକୁ ପ୍ରଚ୍ଛନ୍ନ ସମ୍ବଳ ମଧ୍ୟ ଆମେ କହିପାରିବା। ଯୋଉଟାକି ଗୁଜରାଟ, ରାଜସ୍ଥାନ ପ୍ରଚୁର ସୌରଶକ୍ତି, ପବନ ଶକ୍ତି ମଜବୁତ ଅଛି, ମାତ୍ର ଏହାର ଉପଯୁକ୍ତ ବ୍ୟବହାର କରିପାରେ ନାହିଁ ବା ବ୍ୟବହାର ହେଇପାରୁନାହିଁ। ତା ଗଚ୍ଛିତ ହେଇକି ଅଛି କିନ୍ତୁ ବ୍ୟବହାର ହେଇପାରୁନି। ଦେଖ, ମାତ୍ର ଏହାର ଉପଯୁକ୍ତ ବିକାଶ କରାଯାଇପାରେ ନାହିଁ। ସମୁଦ୍ରରେ ଥିବା ଖଣିଜ ପଦାର୍ଥ ମଧ୍ୟ ଗଚ୍ଛିତ ସମ୍ବଳ ଶ୍ରେଣୀଭୁକ୍ତ। ସମୁଦ୍ର ତଳେ ଆପଣ ଦେଖିଥିବେ ଖଣିଜ ପଦାର୍ଥ ବହୁତ ଗୁଡ଼ିଏ ଅଛି। ଅମ୍ଳଜାନ, ଉଦ୍ଜାନ ସମ୍ମିଶ୍ରଣ ଜଳ ସୃଷ୍ଟି ହୁଏ, ଯୋଉଟା ଆମେ କହିବା। ଉପଯୁକ୍ତ କୌଶଳ ଦ୍ୱାରା ଭବିଷ୍ୟତରେ ଏଥିରୁ ଶକ୍ତି ଉତ୍ପାଦନ କରାଯାଇପାରିବ ବୋଲି ଆଶା କରାଯାଇଛି। ଆମେ ନାହିଁ, ପରବର୍ତ୍ତୀ ପିଢ଼ିକି ଆମେ ଆଶା କରୁଛୁ, କିନ୍ତୁ ତା ଅଛି କିନ୍ତୁ ବ୍ୟବହାର ହେଇପାରୁନି, ଗଚ୍ଛିତ ହେଇକି ଅଛି ନା ନାହିଁ, ତାକୁ ଆମେ କ'ଣ କହିବା? ଗଚ୍ଛିତ ସମ୍ବଳ କହିବା। ସେମିତି ସମ୍ବଳ ଭଣ୍ଡାର, ପରିବେଶରେ ଥିବା ପଦାର୍ଥ ଗୁଡ଼ିକ ମନୁଷ୍ୟର ଆବଶ୍ୟକତା ପୂରଣ କରିବା ପାଇଁ ମାତ୍ର ଆଜିର ଜ୍ଞାନ କୌଶଳ ଅନୁସାରେ ଯେଗୁଡ଼ିକ ବ୍ୟବହାର ହୋଇପାରୁନାହିଁ। ବୁଝିପାରିଲା ନା ନାହିଁ? କ'ଣ ହେଇଛି ନା, ଆଜିର ଜ୍ଞାନ କୌଶଳ ଅନୁସାରେ ସେଗୁଡ଼ିକର ବ୍ୟବହାର ହୋଇପାରୁନାହିଁ। ଏଭଳି ପଦାର୍ଥ ଗୁଡ଼ିକ କ'ଣ ଭଣ୍ଡାରରେ ଯାଏ, ଅଛି କିନ୍ତୁ ବ୍ୟବହାର ହେଇପାରୁନି। ଆମର ଜ୍ଞାନ କୌଶଳ ଆଜି ବି କ'ଣ କରୁଛି? ଫେଲ ମାରିଯାଉଛି। ଆଜି ବି ଆମର ଜ୍ଞାନ କୌଶଳ ବିଜ୍ଞାନ ଯୋଉ ଆମର ଯେତେ ବି ଆଗେଇଛି ମଧ୍ୟ, ତାହା ଆମେ ସେଇ ସମ୍ବଳକୁ ପାଇବା ପାଇଁ ଆମେ ଯେତେ ଜ୍ଞାନ କୌଶଳ କଟଉଛେ ନାଇଁ କି, ବ୍ୟବହାର ବା ଜ୍ଞାନ କୌଶଳଟାକୁ ଆମେ ବ୍ୟବହାର କରୁଛେ, ତାହା କମ୍ ପଡ଼ିଯାଉଛି। ତେଣୁ ସେଗୁଡ଼ା କ'ଣ ହେଇଛି? କ'ଣ ନା, ସମ୍ବଳ ଭଣ୍ଡାର ଗୁଡ଼ିକ ଗଚ୍ଛିତ ହେଇକି ଭଣ୍ଡାର ଆକାର ଅଛି, କିନ୍ତୁ ତାର ଆମର ଜ୍ଞାନ କୌଶଳ କାମ କରୁନାହିଁ। ଆହୁରି ଆବଶ୍ୟକତା, ଆମକୁ ଆଉ ଗୋଟେ ଦୁଇଟା ପିଢ଼ି ଦରକାର ମେ ବି ପଡ଼ିବ ମୋତେ ଲାଗୁଛି ତାର ବ୍ୟବହାର ପାଇଁ। ତେଣୁ ବିକଶିତ ସମ୍ବଳ, ବିକଶିତ କ'ଣ? ଯାହା ବ୍ୟବହାର ଉପଯୋଗୀ ହୋଇପାରିଛି ତାକୁ ବିକଶିତ ସମ୍ବଳ କହିବା। ଆପଣ ଯୋଉ ଯୋଉ ସମ୍ବଳର ବ୍ୟବହାର ହେଇଛି ତା ବିକାଶ ଲାଭ କରିଛି। ବୁଝିପାରିଲେନି ନାହିଁ? ଜଳ ବ୍ୟବହାର ହେଇଛି, ବିକାଶ ଲାଭ କରିଛି। ମୃତ୍ତିକା ବ୍ୟବହାର ହେଇଛି, ବିକାଶ ଲାଭ କରିଛି। ଆପଣ ଦେଖିବେ, ଆଉ କ'ଣ କହିବି, ଆପଣ ମୃତ୍ତିକା ଖଣ୍ଡେ ଆପଣ ଦେଖିବେ 10 ହାତ କି 5 ହାତ କି ଯାହା ବି ନେବେ, ଲକ୍ଷ ଲକ୍ଷ ଟଙ୍କା। ତାର ବ୍ୟବହାର ବଢ଼ିଯାଇଛି, ମୂଲ୍ୟ ବି ବଢ଼ିଯାଇଛି। ବୁଝିପାରିଲା ନା ନାହିଁ? ବିକଶିତ ବି ହେଇଯାଇଛି ସେ। ଆପଣ ଦେଖିଥିବେ କଳାହାଣ୍ଡିର ବହୁତ ମାନେ ଜାଗା ଗୁଡ଼ାକରେ ଲକ୍ଷ ଲକ୍ଷ ଜାଗା ଆପଣ ଆପଣ ଦେଖିବେ, ପୃଥିବୀ ସାରା ଆପଣ ଦେଖିବେ, ଯଦି କୌଣସି ଏମିତି ଜାଗା ନାହିଁ ଯୋଉଠିକି ହାତ କି କ'ଣ ଲକ୍ଷ ଲକ୍ଷ ଟଙ୍କା ହଉନାହିଁ। ଲକ୍ଷ ଲକ୍ଷ ଟଙ୍କା ଜାଗା ଗୁଡ଼ାକ। ହେଲେ ମୃତ୍ତିକାର କ'ଣ କରୁଛି? ଚାହିଦା ବଢ଼ିଛି, ତାର ମୂଲ୍ୟ ବି ବଢ଼ିଛି। ଆର୍ଥିକ ମୂଲ୍ୟ ଅଛି ନା ନାହିଁ? ସେ ବିକଶିତ ବିନା କାହିଁ ବିକଶିତ? ତାର ମୂଲ୍ୟ ବଢ଼ିଛି। ଜଳ ବିଦ୍ୟୁତ ଶକ୍ତି, ଅରଣ୍ୟ ଶକ୍ତି, ଖଣିଜ, ଏଇସବୁର କ'ଣ ଖଣିଜ ପଦାର୍ଥର ମଧ୍ୟ ମୂଲ୍ୟ ବଢ଼ିଛି ନା ନାହିଁ? ଆବଶ୍ୟକତା ଯେତେ ଅଧିକ, ଆବଶ୍ୟକତା ଅନୁସାରେ ଗୋଟେ ପଦାର୍ଥର ମୂଲ୍ୟ ବଢ଼ିଥାଏ, ପରିମାଣ ବଢ଼ିଥାଏ, ଚାହିଦା ବଢ଼ିଥାଏ। ବୁଝିପାରିଲେ ନାହିଁ? ସେମିତି ମାଲିକାନା ଅନୁସାରେ ଆପଣ ଦେଖିବେ, ହଁ ସରି, ସଂରକ୍ଷିତ ସମ୍ବଳ କ'ଣ ନା, ଯେଉଁ ସମ୍ବଳ ପଦାର୍ଥ ଗୁଡ଼ିକର ସନ୍ଧାନ ମିଳିପାରିଛି ଏବଂ ତାର ମାତ୍ର ବ୍ୟବହାର ଉପଯୋଗୀ ହେଇପାରିନାହିଁ। ଦେଖ, ସନ୍ଧାନ ମିଳିଛି, ସେଠି ସେ ସମ୍ବଳ ଅଛି, କିନ୍ତୁ ଆମେ ତାର ବ୍ୟବହାର କରିପାରୁନୁ। ସଂରକ୍ଷିତ ହେଇକି ସେ ସ୍ଥାନରେ ଅଛି, କିନ୍ତୁ ଆମେ ତାର ବ୍ୟବହାର କରିପାରୁନୁ, ଆମର ଜ୍ଞାନ କୌଶଳର ଅଭାବ। ବୁଝିପାରିଲେ? ତେଣୁ ସଂରକ୍ଷିତ ହେଇକି ଅଛି ସେ, ତେଣୁ ତାକୁ ଆମେ କ'ଣ କହିପାରିବା? କ'ଣ କହିପାରିବା? ମାତ୍ର ବ୍ୟବହାର ଉପଯୋଗୀ ହେଇପାରେ ନାହିଁ। ସଂରକ୍ଷିତ ଭାବରେ ପଦାର୍ଥ ଗୁଡ଼ିକ ସନ୍ଧାନ ମିଳିଛି, କିନ୍ତୁ ତାର ବ୍ୟବହାର ଆମେ ଆଜି ବି କରିପାରୁନୁ। ଭବିଷ୍ୟତରେ ଉପଯୋଗୀ ହେବାର ଆଶା ରଖାଯାଇଛି।
ତ ସେଇ ସମ୍ବଳଟା ବର୍ତ୍ତମାନ କଣ ଅଛି ସେ ଜାଗାରେ ସଂରକ୍ଷିତ କି ଅଛି ନା, ତାକୁ ସଂରକ୍ଷିତ ସମ୍ବଳ ବୋଲି ଆମେ କହିବା। ବୁଝିପାରିଲେ ନା ନାଇଁ? ତେଣୁ ମାଲିକାନା ଅନୁସାରେ ମଧ୍ୟ ଆପଣ ଯଦି କହିବେ ବ୍ୟକ୍ତିଗତ ସମ୍ବଳ, ମାଲିକାନା, ମୁଁ ମାଲିକ, ମୁଁ ଏ ଘରର ମାଲିକ, ମୋର ବ୍ୟକ୍ତିଗତ ଏଇଟା ଏ ସମ୍ବଳଟା, ଏ ଘରଟା ମୋର କଣ, ମୋର ନାହିଁ ହେଲା ଭଡ଼ା କହୁଛି, ହେଲେ କଣ ଏଇଟା ବ୍ୟକ୍ତିଗତ ସମ୍ବଳ। ବୁଝିପାରିଲ ନା ନାଇଁ? ଯୋଉଟା ଆପଣଙ୍କ ଘରଟା, ଆପଣ ନିଜ ଘରଟା ହେଲା, ଆପଣ ନିଜ ଘରଟା କଣ ବ୍ୟକ୍ତିଗତ ନା ନାଇଁ? ଆପଣ ମୋଟର ସାଇକେଲଟା ବ୍ୟକ୍ତିଗତ ସମ୍ବଳ ନା? ଆପଣଙ୍କର ଘରର ଯାହା ଯାହା ଦ୍ରବ୍ୟ ଅଛି ଆପଣ ବ୍ୟକ୍ତିଗତ ନା ନାଇଁ? ବୁଝିପାରିଲେ ନା ନାଇଁ? ନା ଜାତୀୟଗତ, ନା ଗୋଷ୍ଠୀଗତ, ନା ଆନ୍ତର୍ଜାତୀୟ ସମ୍ବଳ, ନା ଆପଣଙ୍କର ସମ୍ବଳ ସେଟା। ଏ ପେନ୍ଟା ମୋର ଅର୍ଥ ବ୍ୟକ୍ତିଗତ, ଏ ବହି ମୋର ଅର୍ଥାତ ବ୍ୟକ୍ତିଗତ ସମ୍ବଳ ମୋର। ବୁଝିପାରିଲେ ନା ନାଇଁ? ବ୍ୟକ୍ତିଗତ ବୋଲେ ଜଣକୁ ବୁଝାଏ, ଅର୍ଥାତ ଯେଉଁ ସମ୍ବଳ ନିଜସ୍ୱ ଅଧିକାରରେ ଥାଏ, ନିଜ ଅଧିକାର, ନିଜର ମାନେ ନିଜର ସେଟା, ଯିଏକି ଅନ୍ୟ କିଏ ନେଇପାରିବେ ନାହିଁ। ଆପଣ ଟିଭିଟା ଆପଣ ମତେ ଦେବେ କି? ଦେବେ ନାହିଁ ନା, ହେଲେ ଆପଣ ଏଇଟା କାହାର, ସେ ଟିଭିଟା ଆପଣଙ୍କର, ତେଣୁ ଏଇଟା ଆପଣଙ୍କ ବ୍ୟକ୍ତିଗତ ସମ୍ବଳ ସେଟା। ବୁଝିପାରିଲେ? ଆପଣ ମତେ ସାଇକେଲଟା ଆପଣ ଦେବେ କି? ଦେଇପାରିବେନି, ଆପଣଙ୍କ ସମ୍ବଳଟା ସେଟା, ଆପଣଙ୍କର ଦ୍ରବ୍ୟଟା, ବସ୍ତୁଟା କି। ବୁଝିପାରିଲେ? ତେଣୁ ଆପଣ ସେଇଟା ବ୍ୟକ୍ତିଗତ ସମ୍ବଳ ଆପଣଙ୍କର, ମୋର ନୁହଁ, ଗୋଷ୍ଠୀ ନୁହଁ, ବା ସର୍ବସ୍ୱ ନୁହଁ। ବୁଝିପାରିଲେ? ସେଟା ନିଜସ୍ୱ ବ୍ୟକ୍ତିଗତ ସମ୍ବଳ ଆପଣଙ୍କର। ବୁଝିପାରିଲେ ନା ନାଇଁ? ବ୍ୟକ୍ତିଗତ କଣ, ଚାଷ ଜମି, ଗୃହ, ଘରଟା ମୁଁ ଆପଣଙ୍କୁ କହିଲି ଘରଟା, ରୋପଣ କୃଷି ଭୂମି, ପୁଷ୍କରିଣୀ ହେଲା, ପୁଷ୍କରିଣୀ, କୂପ, ବିଭିନ୍ନ ପ୍ରକାର ଅନ୍ୟାନ୍ୟ ବହୁତ ଗୁଡ଼ିଏ ଅଛି। ସେ ସବୁ ସମ୍ବଳ ଗୁଡ଼ାକ, ଯୋଉ ସମ୍ବଳ ଗୁଡ଼ାକ ଆପଣଙ୍କ ନାଁରେ, ଆପଣ ଯୋଉ ବେଳେ ବେଳେ କହୁଛ ମୋ ନାଁରେ ଲେଖା ହେଇଛି, ମୋ ନାଁରେ ଅଛି, କହୁଛ ନା ଆମେ ବେଳେ ବେଳେ ଏଇଟା ମୋର, ସେଟା ହଉଛି ବ୍ୟକ୍ତିଗତ। ବୁଝିପାରିଲେ? ତ ସେମିତି ଏଇଟା ମାଲିକାନା ଦୃଷ୍ଟିରୁ ବ୍ୟକ୍ତିଗତ ହେଲା। ଗୋଷ୍ଠୀଗତ ସମ୍ବଳ କଣ? ଗୋଷ୍ଠୀଗତ, ଗୋଷ୍ଠୀ କାହାକୁ କୁହାଯାଏ? ବୁଝିପାରିଲେ ନା? ବା ସଂଘ ଆପଣ କହିବେ। ଗୋଷ୍ଠୀ, ଗୋଷ୍ଠୀ କଣ, ବା ନିର୍ଦ୍ଦିଷ୍ଟ ଆଶାକୁ ପୂରଣ କରିବା ପାଇଁ, ସାମୂହିକ ଆଶାକୁ, ବା ଏକ ବା ଏକାଧିକ ଲୋକମାନେ ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଯୋଉ ସଂଘବଦ୍ଧ ଭାବରେ କଣ ହେଇଥାନ୍ତି, ଏକତ୍ରିତ ହେଇଥାନ୍ତି ଏବଂ ଆବଶ୍ୟକତାକୁ ପୂରଣ କରିବା ପାଇଁ ଚେଷ୍ଟିତ ଥାନ୍ତି, ତାକୁ ଗୋଷ୍ଠୀ କୁହାଯାଏ, ସଂଘ କୁହାଯାଏ। ବୁଝିପାରିଲେ ନା ନାଇଁ? ସେ ବ୍ୟକ୍ତିଗତ ନୁହଁ, ଗୋଟେ ଆବଶ୍ୟକତାକୁ ସମୂହ ଆବଶ୍ୟକତା ବା ସମୂହ ଚାହୁଁଥିବେ ଗୋଟେ ଜିନିଷଟାକୁ, ଯେ ଏକତ୍ରିତ ହୁଅନ୍ତି ଗୋଟେ ଦ୍ରବ୍ୟକୁ ପାଇବା ପାଇଁ, ସାମୂହିକ କଣ ଆବଶ୍ୟକତା ରହିଥାଏ, ଯେ ଏକ ବା ଏକାଧିକ ଲୋକ କଣ କରନ୍ତି, ଦଳବଦ୍ଧ ଭାବରେ ଏକତ୍ରିତ ହେଇକି ସାମୂହିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଯେ ସଂଘବଦ୍ଧ ହେଇଥାନ୍ତି, ଉଚ୍ଚେଷ୍ଟିତ ହୋଇଥାନ୍ତି ପୂରଣ କରିବା ପାଇଁ, ସେମାନଙ୍କୁ ସଂଘ କୁହାଯାଏ, ଗୋଷ୍ଠୀ କୁହାଯାଏ। ନା ଗୋଷ୍ଠୀ ଏଇଠି ଆଉ ଗୋଟେ ଦେଖ କଣ ନା, କୌଣସି ଗୋଷ୍ଠୀ ସମସ୍ତ ବ୍ୟକ୍ତିଙ୍କ ସମୂହ ମାଲିକାନା, ମୁଁ କହିଥିଲି ଏଇଟା କହିଲି ନା, ସାମୂହିକ ମାଲିକାନା, ଏଠି କାହାର ବ୍ୟକ୍ତିଗତ ମାଲିକ ନୁହେଁ। ଆପଣ କୋଠ ଘର ଆପଣ କରିବେ, କୋଠ ଘର ଗାଁଟା ଯାକର ଅଧିକାର ସେଠି, ସେଟା ଗୋଷ୍ଠୀଗତ, ସଂଘଗତ, ଗାଁ ସମୂହ ଅଧିକାର ସେଟା, ସେ ସମ୍ବଳରେ ଯିବ। କୋଠା ଘର, ମନ୍ଦିର ଗୋଷ୍ଠୀ, ବା ଗୋଷ୍ଠୀ ତ ନାହିଁ, ମନ୍ଦିରଟା ସାମୂହିକ, ସମୂହରେ ଯିବ, ସମୂହ ଲୋକକୁ କଣ, ସମୂହ ଲୋକର ଅଧିକାର ମନ୍ଦିର ଯିବା। ବୁଝିପାରିଲେ? କିନ୍ତୁ ଆପଣଙ୍କ ବାଇକ୍ ଟା ସମୂହ କି? ନାହିଁ। ବୁଝିପାରିଲେ? ଆପଣଙ୍କ ଘରଟା ସାମୂହିକ କି ଗୋଷ୍ଠୀ କି? ସମସ୍ତଙ୍କର ଆପଣଙ୍କ ଘରଟା, ଆପଣ ଯୋଉଠି ଘରେ ରହୁଛନ୍ତି ଏଇଟା ସମସ୍ତଙ୍କର କି? ନା, ସେଟା ବ୍ୟକ୍ତି। କିନ୍ତୁ ସାମୂହିକ କଣ ନା, ସମସ୍ତଙ୍କର ଅଧିକାର ଥିବ। କୌଣସି ଗୋଷ୍ଠୀର ସମସ୍ତ ବ୍ୟକ୍ତିଙ୍କ ସମୂହ ମାଲିକାନା, ସମସ୍ତ ମାଲିକ ତାର ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଗୋଷ୍ଠୀ ସମ୍ବଳ କୁହାଯାଏ। ଯଥା କଣ, ଗୋଚର ଭୂମି, ଶ୍ମଶାନ, ଆପଣ ଶ୍ମଶାନ ଯୋଉଟା କି ଆପଣ ମାନେ ଲୋକ ମରିଗଲା ପରେ ଆମେ ମଶାଣି ଭୂଇଁକୁ ନଉ, ସେ ମଶାଣିଟା କାହାର, ମୋର ନା ଆଉ କାହାର, ନା ତମର, ସେଟା ସମସ୍ତଙ୍କର। ବୁଝିପାରିଲେ? ସେଟା ଗୋଷ୍ଠୀ, ଗୋଷ୍ଠୀ ସମ୍ବଳ ଆପଣ କହିବେ। ମନ୍ଦିର ଗୋଷ୍ଠୀ ବା ସାମୂହିକ ବା କଣ, ସମୂହ, ଗାଁ ସମୂହ। ବୁଝିପାରିଲେ ନା ନାଇଁ? ଆପଣ ମାନେ ସିଧା କଥା, ଆପଣ ମାଣିକେଶ୍ୱରୀ ଆପଣ କହିବେ, ସିଧା କଥା ଆପଣ କହିବେ, ମାଣିକେଶ୍ୱରୀଟା କଣ ବ୍ୟକ୍ତିଗତ ସମ୍ବଳ ଆପଣଙ୍କର ନା ମୋର, ନା ଅନ୍ୟ କାହାର? ସେଟା ଅଧିକାର ନା, ସେ କଣ ନା ସମ୍ପୂର୍ଣ୍ଣ କଳାହାଣ୍ଡି ଜିଲ୍ଲାର
ବୁଝିପାରିଲେ ନାହିଁ, ସାମୂହିକ, ବୁଝିପାରିଲେ? ତେଣୁ ଏଇଭଳି ରହିଛି। ତାପରେ ଚିତ୍ତ ବିନୋଦନ କେନ୍ଦ୍ର, ଚିତ୍ତ ବିନୋଦନ ମାନେ କ'ଣ? ଯୋଉଠି ଆମେ ଆନନ୍ଦ ଉଲ୍ଲାସ ପାଇଁ ବିଭିନ୍ନ ପ୍ରକାର ଚିତ୍ତ ବିନୋଦନ କରୁ, ମନର ଅନ୍ତରର କଥା କହୁ, ଚିତ୍ତ ମନର କଥାକୁ ବିନୋଦନ କରୁ, କ'ଣ କର? କେନ୍ଦ୍ର ବା ଯୋଉଟା କି ସମସ୍ତଙ୍କ ନିକଟରେ ପରିବେଷଣ କରିଥାଉ, ଯୋଉ ମୋ ମନର କଥାକୁ ମୁଁ ଉପସ୍ଥାପନ କରିବି ସମସ୍ତ ନିକଟରେ, ଯୋଉ କେନ୍ଦ୍ରରେ ବା ଯୋଉ ଜାଗାରେ ବା ଯୋଉ ସ୍ଥାନରେ କରାଯାଏ, ସେଇ ଯୋଉ କୋଠଘର ବୋଲି ଆମେ କହୁଛୁ, ମୁଁ ସେଇ ଜାଗାଟା ମଧ୍ୟ ଗୋଷ୍ଠୀଗତ ସମ୍ବଳରେ ଯାଏ। ଶ୍ମଶାନ ମୁଁ କହିଲି, ଗୋଚର ଭୂମି କହିଲି, ହେଲା। ଏଇ ସବୁ କ'ଣ? ଖେଳ ପଡ଼ିଆ ମଧ୍ୟ ଗୋଟେ, ଆପଣ ଯୋଉ ଖେଳ ପଡ଼ିଆ ରହିଛି, ଏବେ ଯୋଉ ଷ୍ଟାଡିୟମ ରହିଛି, ଷ୍ଟାଡିୟମଟା କ'ଣ ଆପଣଙ୍କର ନା ମୋର ନା ଅନ୍ୟମାନଙ୍କର? ନା ସମ୍ପୂର୍ଣ୍ଣ କଳାହାଣ୍ଡି। ବା ଯଦି ଆପଣ କହିବେ ଭବାନୀପାଟଣା, ଯଦି କହିବେ ଭବାନୀପାଟଣାରେ ସେଟା ଯିବ, ଅନ୍ତର୍ଭୁକ୍ତ ହବ। ବୁଝିପାରିଲ ନାହିଁ? ତ ଏଇଭଳି ଭାବରେ କ'ଣ ହେଇଥାଏ? ଖେଳ ପଡ଼ିଆ କ'ଣ ହେଇଥାଏ? ସାମୂହିକ ବା ଗୋଷ୍ଠୀଗତ ସମ୍ବଳର ଅନ୍ତର୍ଭୁକ୍ତ ହେଇଥାଏ। ଜାତୀୟ ସମ୍ବଳ ଆପଣ କ'ଣ? ଜାତୀୟ ସମ୍ବଳ ଆପଣ କହିବେ ମାନବ ସମ୍ବଳ ଗୋଟେ ଜାତୀୟ ସମ୍ବଳ, କାରଣ ଭାରତର ନାଗରିକ ଆପଣ, ଭାରତର, ଆପଣ କହିବେ ମୁଁ ଭାରତୀୟ, ଅର୍ଥ ମୁଁ କୋଉ ସମ୍ବଳଟା ଏଇଟା? ମୁଁ ଆମ ଦେଶର ସମ୍ବଳ, ମୁଁ କ'ଣ? ଆମ ଦେଶର ସମ୍ବଳ। ହେଲେ ଏଇଟା କ'ଣ? ଜାତୀୟ ସମ୍ବଳରେ ମୁଁ ଯିବି ନା ନାହିଁ? ମାନବ ସମ୍ବଳ। ସାଂସ୍କୃତିକ ସମ୍ବଳ, ଆପଣ ଗୋଟେ ସଂସ୍କୃତିକୁ, ଆପଣ ଭାରତୀୟ ସ୍ତରରେ, ଜାତୀୟ ସ୍ତରରେ ଗୋଟେ ସାଂସ୍କୃତିକ କାର୍ଯ୍ୟକ୍ରମ ହଉଛି, ସେଟା କି ସମ୍ବଳ? ସାଂସ୍କୃତିକ ବା ଜାତୀୟ ସ୍ତରର ସମ୍ବଳଟା, ସେଟା ଅଧିକାର। ସେଠି ପ୍ରାକୃତିକ ସମ୍ବଳଟା, ପ୍ରକୃତିରୁ ଯାହା ଅଛି, ଭାରତ ଭିତରେ ଯୋଉ ପ୍ରାକୃତିକ ସମ୍ବଳ ରହିଛି, ସେ ସବୁ ଭାରତର ଦେଶର ସମ୍ବଳ। ତେଣୁ ଭାରତୀୟ ସମ୍ବଳ ବା ଜାତୀୟତା ସମ୍ବଳରେ ଆମେ ଯିବା। ଆନ୍ତର୍ଜାତୀୟ ଆପଣ ଯଦି କହିବେ, ବୁଝିପାରିଲେ ନା ନାହିଁ? ନା ଯେଉଁ ସମ୍ବଳ ଆନ୍ତର୍ଜାତୀୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେଉଥିବ, ଯୋଉ ସମ୍ବଳ ଗୁଡ଼ିକ ଇଣ୍ଟରନ୍ୟାସନାଲ ବୁଝୁଥିବ, ବୁଝିପାରିଲେ ନା ନାହିଁ? ICC ହେଲା ନା ନାହିଁ? ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ, ବୁଝିପାରିଲେ? ତ ଏଇଭଳି ଭାବରେ ବିଭିନ୍ନ ପ୍ରକାର ରହିଛି। ସମୁଦ୍ର ଉପକୂଳରେ ଅନ୍ୟାନ୍ୟ କ'ଣ ଅର୍ଥନୈତିକ ଅଞ୍ଚଳ, ଅର୍ଥାତ୍ 200 ଆମେ କହିବା ନଟିକାଲ ମାଇଲ ବା 370 କିମିର ପରବର୍ତ୍ତୀ ଅଞ୍ଚଳ ଥିବା ସାମୁଦ୍ରିକ ସମ୍ବଳ, ଏହା ଆନ୍ତର୍ଜାତୀୟ। ଏହା ଉପରେ ଆନ୍ତର୍ଜାତୀୟ ଅନୁଷ୍ଠାନ ବିଶ୍ୱ ଜାତିସଂଘ, ୟୁନାଇଟେଡ୍ ନେସନ ବୋଲି କୁହାଯାଏ, UN, ବୁଝିପାରିଲେ ନା ନାହିଁ? ତ ଏଗୁଡ଼ାକ ସବୁ କ'ଣ? ଆନ୍ତର୍ଜାତୀୟ ସମ୍ବଳରେ ଅନ୍ତର୍ଭୁକ୍ତ ଥାଏ, ବୁଝିପାରିଲେ? ତ ଏଇଭଳି ନେକ୍ସଟ ଆମେ ଯଦି ଦେଖିବା, ତା ପରବର୍ତ୍ତୀ ସମୟରେ ଦେଖିବା ବିକାଶିତ ବା ସମ୍ବଳ ବିକାଶ ଯୋଜନା। ଆପଣ ସମ୍ବଳର କେମିତି ବିକାଶ କରିବେ, ତାର କେମିତି ଯୋଜନା କରିବେ, କିପରି କ'ଣ କଲେ ସମ୍ବଳର ବିକାଶ ଲାଭ କରିପାରିବେ, ତାର ଗୋଟେ ପ୍ରସ୍ତୁତି କରିବେ, ତାର ପୂର୍ବ ପ୍ରସ୍ତୁତି କରିବେ, ଯେ କ'ଣ ଆମେ କେଉଁ କେଉଁ କାର୍ଯ୍ୟ କଲେ ସମ୍ବଳର ବିକାଶ ଲାଭ କରିବ, ବୁଝିପାରିଲେ ନା ନାହିଁ? ତ ଏଇଭଳି ଭାବରେ ଦେଇଛି। ଦେନ୍ ତାପରେ କ'ଣ ଦେଇଛି? ସମ୍ବଳର ସଂରକ୍ଷଣ ମୁଖ୍ୟ 3ଟି ଉପାୟ ଦେଇଛି। ଗୋଟେ ସମ୍ବଳର ବ୍ୟବହାର ଯଥାଯଥ ହ୍ରାସ, ଏଇଟା ଆପଣ ଦେଖିବେ ପରୀକ୍ଷାରେ ପଡ଼ିବ। ସମ୍ବଳ ସଂରକ୍ଷଣର ମୁଖ୍ୟ 3ଟି ଉପାୟ ପଡ଼ିବ। ଭାରତର ସମ୍ବଳ ସଂରକ୍ଷଣ ଯୋଜନା ପଡ଼ିବ। ଆପଣ କୋଉ ପଞ୍ଚବାର୍ଷିକ ଯୋଜନା, 5 ଗୋଟି ପ୍ରକ୍ରିୟା, ଏଇସବୁ ମଧ୍ୟ ପଡ଼ିବ, ଆପଣ ଦେଖିବେ, ହେଲା। ଆଉ ଗୋଟେ ଦେଖିବେ, ହେଲା, ଇଣ୍ଟରନ୍ୟାସନାଲ ୟୁନିୟନ ଫର କନଜରଭେସନ ଅଫ ନେଚର ଆଣ୍ଡ ନ୍ୟାସନାଲ କ'ଣ ନ୍ୟାଚୁରାଲ ରିସୋର୍ସେସ ବା IUCN ର ଗଠନ, ଆପଣ ଦେଖିବେ। ପ୍ରକୃତି ଓ ପ୍ରାକୃତିକୁ ନେଇକି ଯୋଉ ଆନ୍ତର୍ଜାତୀୟ ସଂସ୍ଥାଟା, ଏଇଟା କ'ଣ? ଇଣ୍ଟରନ୍ୟାସନାଲ ୟୁନିୟନ ଫର କନଜରଭେସନ ଅଫ ନେଚର ଆଣ୍ଡ କ'ଣ ନ୍ୟାଚୁରାଲ ରିସୋର୍ସେସ, ଯୋଉ IUCN ଯୋଉ ସଂଘଟା ଅଛି, ଯୋଉ ଆନ୍ତର୍ଜାତୀୟ ଯୋଉ ସଂସ୍ଥାଟା ଅଛି, ସେ ସଂସ୍ଥା କ'ଣ କରୁଛି? ପ୍ରାକୃତିକ ପ୍ରକୃତି ଉପରେ କ'ଣ କରୁଛି? ସେ ବେଶୀ ଗୁରୁତ୍ୱ ଦେଉଛି। ଯାହା ଜାତିସଂଘର ଏକ ସଦସ୍ୟ ଭାବରେ ଭାରତ ଏହାର ନୀତିକୁ ଗ୍ରହଣ କରିଛି। ଆର 5ଟି ଜାତିର ସଂଖ୍ୟା ପ୍ରତି ଦୃଷ୍ଟି ଦିଆଯାଇଛି। ଗୋଟେ ହେଲା ବିଲୁପ୍ତ, ନିଶ୍ଚିତ, ଯୋଉଟାକି ଆମେ କହିବା ଯେ ଯୋଉଟାକି ଆମେ କହିବା 5 ଗୋଟି ଜାତିର ମୁଖ୍ୟ ଯୋଉଠି ସଂଖ୍ୟା ପ୍ରତି ଦୃଷ୍ଟି ଦିଆଯାଇଛି, ସେଗୁଡ଼ିକ ବିଲୁପ୍ତ ବା କ'ଣ ନିଶ୍ଚିହ୍ନ ଜାତି, ବିପଦ ସଂକୁଳ ଜାତି, ଅସୁରକ୍ଷିତ ଜାତି, ଦୁର୍ଲଭ ଜାତି ଏବଂ କମ୍ ଜଣାଥିବା ଅଜଣା ଜାତି, ଏଇଭଳି ବିଭିନ୍ନ ପ୍ରକାର ଇଏରେ କ'ଣ କରୁଛନ୍ତି? ସେ ସଂସ୍ଥା, ଆନ୍ତର୍ଜାତୀୟ ସଂସ୍ଥା କ'ଣ କରୁଛି? କାର୍ଯ୍ୟ କରୁଛି। ଭାରତ ସ୍ୱାଧୀନ ଯେତେବେଳେ ପାଇଲା, ପ୍ରଥମ ପଞ୍ଚବାର୍ଷିକ ଯୋଜନା ଠାରୁ ଏଇ ସମ୍ବଳ କ'ଣ, ଏଇ ସମ୍ବଳ ଯୋଜନାର ଲକ୍ଷ୍ୟ ହାସଲ ପାଇଁ ସେ ଚେଷ୍ଟା କରୁଛି, ବୁଝିପାରିଲେ ନା ନାହିଁ? IUCN। ତେଣୁ ଅରଣ୍ୟ ସୁରକ୍ଷା ପାଇଁ ମଧ୍ୟ ଜୈବ ବିବିଧତା ବିଭିନ୍ନ ପ୍ରକାର
କ'ଣ କରାଯାଉଛି ଉପାୟ ଅବଲମ୍ବନ କରାଯାଉଛି, ସୁରକ୍ଷା କେମିତି ହେଇପାରିବ, ବୁଝିପାରିଲେ। ତେଣୁ ସେଥିପାଇଁ ଭାରତରେ 1992ରେ ହେଲା ରିଓ ଡି ଜାନେରିଓ ବିଶ୍ୱ ବୈଠକ କ'ଣ ହେଇଥିଲା? 1992ରେ ହେଇଥିଲା। ଯୋଗ ଦେଇଥିଲେ ପ୍ରାକୃତିକ ସମ୍ବଳ ଓ ପ୍ରାକୃତିକ ପରିବେଶର ସଂରକ୍ଷଣ ନିମିତ୍ତ ଅଧିକ ଧ୍ୟାନ ଦେଇଛନ୍ତି, ଯୋଉଟାକି ଅଧିକ ଭାବରେ କିପରି ପ୍ରାକୃତିକ ପରିବେଶକୁ ବଢ଼ା ଯାଇପାରିବ ତା ପାଇଁ ଗୋଟେ କ'ଣ ହେଇଥିଲା ଭାରତରେ 1992ରେ ହେଇଥିଲା ରିଓ ଡି ଜାନେରିଓ ବିଶ୍ୱ ବୈଠକ ଗୋଟେ ହେଇଥିଲା, ବୁଝିପାରିଲେ। ସେଥିରେ ଭାରତ ଯୋଗ ଦେଇଥିଲା। ତ ଏଇଭଳି ଭାବରେ ବହୁତ ଗୁଡ଼ିଏ ରହିଛି ମାନବ ସମ୍ବଳ ବା ବିଭିନ୍ନ ପ୍ରକାର ପ୍ରାକୃତିକ ସମ୍ବଳ, ବିଭିନ୍ନ ପ୍ରକାର ଆମେ ଯଦି ଦେଖିବା ସମ୍ବଳ ଓ ତାର ବ୍ୟବହାର ବା ତାର ବିକାଶ ଦୃଷ୍ଟିରୁ ଯଦି ଦେଖିବା, ଏହା ହେଉଛି ଆମର ମୁଖ୍ୟତଃ ପରୀକ୍ଷାରେ ଏଇଭଳି ପଡ଼େ। ଆକୁ ପୁଙ୍ଖାନୁପୁଙ୍ଖାନ ଭାବରେ ଟିକେ ଆଲୋଚନା କରିକି ଘରେ ପଢ଼ିକି ଯିବେ। ଏଇଟା ହେଉଛି ସମ୍ବଳର ପ୍ରଥମ ପାଠ, ଯେଉଁଟାକି ସମ୍ବଳ ଓ ତାର ବିକାଶ। ମୁଁ କିଛି କିଛି କହିଛି, ସମ୍ପୂର୍ଣ୍ଣ ତ କହିବା ଠିକ୍ ମାନେ ସମୟ ଯେଉଁଟାକି ଦୃଷ୍ଟିରୁ କହି ହେବନି, ତଥାପି ପାଖାପାଖି ଘଣ୍ଟାଟି ବୋଧେ ହେଇଗଲାଣି, ବଡ଼ ହେଇଯାଉଛି। ତେଣୁ ଏତିକି ମୁଁ ସଂକ୍ଷେପରେ ଆଲୋଚନା କରିଛି। ତଥାପି ଘରେ ଟିକେ ଦେଖି କ'ଣ କରିବେ ପରୀକ୍ଷା ଦେବାକୁ ଯିବେ। ଆଉ ପରବର୍ତ୍ତୀ ସମୟରେ ଆମେ ଚେଷ୍ଟା କରିବା କେଉଁ ଭଳି ଉପାୟରେ କ'ଣ ହେଇପାରିବ ଭୂ ସମ୍ବଳ ଦେଖିବା, ବୁଝିପାରିଲେ ନା ନାହିଁ। ଭୂ ସମ୍ବଳ ଗୋଟେ ଆମର ମୂର୍ତ୍ତିକା ସମ୍ବଳ, ଆମର ପରୀକ୍ଷାରେ କେଉଁଟା କେଉଁଟା ପଡ଼ିବ ମୁଁ କହିଦେଉଛି ଦେଖ। ସମ୍ବଳର ସମ୍ବଳ ଓ ତାର ବିକାଶ, ଭୂ ସମ୍ବଳ, ମୂର୍ତ୍ତିକା ସମ୍ବଳ, ଜୈବ ସମ୍ବଳ ଦ୍ୱିତୀୟ ଅଧ୍ୟାୟରେ ଆପଣ ଦେଖିବେ ଅରଣ୍ୟ ସମ୍ବଳ, ବନ୍ୟପ୍ରାଣୀ ସମ୍ବଳ, ଆପଣ ତୃତୀୟ ଅଧ୍ୟାୟ ଦେଖିବେ ଜଳ ସମ୍ବଳ, ଖଣିଜ ସମ୍ବଳ, ଶକ୍ତି ସମ୍ବଳ। ଏତିକି ପରୀକ୍ଷାରେ ପଡ଼ିବ। ଦେନ୍ ଯଦି ଆପଣ ଆର୍ଥନୈତିକ କଥା ତ ମୁଁ ଆଲୋଚନା କରିପାରିଲିନି ଏତିକି ସମୟରେ, ତେଣୁ ଆର୍ଥନୈତିକ ସମ୍ବଳ କ'ଣ, ଅର୍ଥନୈତିକରେ କ'ଣ ଯିବ ଅର୍ଥନୀତି ଆପଣ ନା ପ୍ରଥମ ଅଧ୍ୟାୟ ଅର୍ଥନୈତିକ ବିକାଶ କିପରି ହେଇପାରୁଛି ହେଲା, ଅର୍ଥନୈତିକ ବିକାଶ ଆଲୋଚନା କରିବା। ଅର୍ଥନୈତିକ ବିକାଶ, ଅର୍ଥନୈତିକ ବ୍ୟବସ୍ଥାରେ ମଧ୍ୟ ଯଦି ଦେଖିବା ଦର ବୃଦ୍ଧି, ଆର୍ଥିକ ଯୋଜନା, ଖାଉଟି କ'ଣ ସଚେତନତା, ଏଇଭଳି ପରୀକ୍ଷାରେ ପଡ଼ିବ ହେଲା। ଅର୍ଥନୀତିର ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଅଧ୍ୟାୟର ପ୍ରଥମ ଦେଖ, ପ୍ରଥମ ଅଧ୍ୟାୟର ଅର୍ଥନୈତିକ ବିକାଶ ଅର୍ଥନୀତିର, ଦ୍ୱିତୀୟ ଅଧ୍ୟାୟର ଅର୍ଥନୈତିକ ବ୍ୟବସ୍ଥାର ଦୁଇଟା ପାଠ, ତିନିଟା ପାଠ ଅଛି ତାର ଦୁଇଟା ପାଠ, ପ୍ରଥମ ପାଠ ଦ୍ୱିତୀୟ ପାଠ ପଡ଼ିବ। ଅର୍ଥାତ୍ ଦର ବୃଦ୍ଧି ଓ ଆର୍ଥିକ ଯୋଜନା, କ'ଣ ଖାଉଟି ସଚେତନତା, ଏଗୁଡ଼ା ପଡ଼ିବ। ତେଣୁ ଏଇଭଳି ଭାବରେ ସୁନ୍ଦର ଭାବରେ କ'ଣ କରିବେ ପ୍ରିପାରେସନ୍ ହେଇକି ଘରକୁ ଯିବେ, ପରୀକ୍ଷା କେନ୍ଦ୍ରକୁ ଯିବେ ହେଲା। ଆଉ ଯାହା ଯାହା ଡାଉଟ୍ ଅଛି ମୋତେ ଫୋନ୍ କରି ଜଣାଇବେ। ଧନ୍ୟବାଦ।